ଥରେ ଗୋଟିଏ ଗାଁରେ କେଶବ ନାମରେ ଏକ ବ୍ୟକ୍ତି ତା ସ୍ତ୍ରୀ ଶାନ୍ତି ସହ ରହୁଥିଲା। ତାଙ୍କର ଦୁଇଟି ପୁଅ ଝିଅ ସୁଇଟି ଆଉ ଗୁଡୁ। କେଶବ ଗାଁର ଶେଷ ମୁଣ୍ଡରେ ଥିବା ନଦୀରେ ଡଙ୍ଗା ଚଲାଉଥିଲା। କେଶବ ବହୁତ ପରିଶ୍ରମ କଲେ ମଧ୍ୟ ତାକୁ ବହୁତ କମ୍ ଟଙ୍କା ମିଳୁଥିଲା, ଯାହାଫଳରେ ସେ ବହୁତ କଷ୍ଟରେ ତା ଘର ଚଳାଉଥିଲା। ଗୋଟେ ଦିନ ଗୁଡୁ କେଶବକୁ କହିଲା, ବାପା କାଲି ଆମ ସ୍କୁଲରେ କାଗଜ ଡଙ୍ଗା ତିଆରି କରି ଆଣିବାକୁ କହିଥିଲେ। ମୋ ପାଇଁ ଗୋଟେ କାଗଜ ଡଙ୍ଗା ତିଆରି କରିଦିଅ ନା। ଆରେ ବାପା, ମୋର ଡେରି ହଉଛି। ସେପଟେ ନଦୀରେ ଲୋକମାନେ ମୋତେ ଅପେକ୍ଷା କରିଥିବେ। ଯା, ତୋ ମାଆକୁ କହିବୁ, ସେ ଡଙ୍ଗା ତିଆରି କରିଦେବ। ବାପା ତମେ କାମକୁ ଯାଅ, ଗୁଡୁ ପାଇଁ ମୁଁ ଡଙ୍ଗା ତିଆରି କରିଦେବି। ଚାଲ ଗୁଡୁ, ମୁଁ ତୋ ପାଇଁ ଗୋଟେ ସୁନ୍ଦର କାଗଜ ଡଙ୍ଗା ତିଆରି କରିଦେବି। ଏମିତି ସୁଇଟି ଗୁଡୁ ପାଇଁ ଏକ ସୁନ୍ଦର କାଗଜ ଡଙ୍ଗା ତିଆରି କରିଦେଲା। ଗୁଡୁ ଖୁବ୍ ଖୁସି ହେଇଗଲା, ଆଉ ସେ ଡଙ୍ଗାରେ ଖେଳିବାକୁ ଲାଗିଲା। ଏମିତି ଦୁଃଖେ ସୁଖେ ସେମାନଙ୍କ ଦିନ କଟୁଥିଲା। ଦିନେ ତାଙ୍କ ଗାଁକୁ ଏକ ଖେଳନା ବାଲା ଆସି ଖେଳନା ବିକ୍ରି କରୁଥିଲା। ଗୁଡୁର ସବୁ ସାଙ୍ଗ ତାଠୁ ଖେଳନା କିଣୁଥିଲେ। ଏମିତି ଦେଖି ଗୁଡୁ ତା ମା ପାଖକୁ ଗଲା, ଆଉ ତା ମାକୁ ଏକ ଖେଳନା କିଣିଦେବା ପାଇଁ କହିଲା। ମା, ମୋତେ ଗୋଟେ ଖେଳନା କିଣିଦିଅ ନା। ମୋ ସବୁ ସାଙ୍ଗ ଖେଳନା କିଣୁଛନ୍ତି। ବାବାରେ, ମୋ ପାଖରେ ଏବେ ଟଙ୍କା ନାହିଁ। ଚାଲ, ମୁଁ ତୋ ପାଇଁ ଗୋଟେ ମାଟିର ଖେଳନା ତିଆରି କରିଦେବି, ତୁ ଖେଳିବୁ। ତମେ ମୋତେ କେବେ ବି ଖେଳନା କିଣିଦେଉନ। ତମେ ଜମା ବି ଭଲ ମା ନୁହଁ। ଗୁଡୁ, ମାଙ୍କୁ କ'ଣ ଏମିତି କହନ୍ତି? ଦେଖ, ମୁଁ ତୋ ପାଇଁ ଆଉ ଗୋଟେ ସୁନ୍ଦର କାଗଜ ଡଙ୍ଗା ତିଆରି କରିଦେଇଛି। ଚାଲ ଖେଳିବା। ନା, ମୁଁ ସେ କାଗଜ ଡଙ୍ଗାରେ ଆଉ ଖେଳିବିନି। ମୋତେ ଗୋଟେ ଗାଡ଼ି ଖେଳନା ଦିଅ। ତମେ ମାନେ କେହି ଭଲ ନୁହଁ। ମୁଁ ଆଉ କାହା ସାଙ୍ଗରେ ବି କଥା ହେବିନି। ଏମିତି ରାଗି ରାଗି ଗୁଡୁ ଘର ବାହାରକୁ ଚାଲିଗଲା। ଗୁଡୁର କଥା ଶୁଣି ତା ମା ବହୁତ ମନ ଦୁଃଖ କଲେ, ହେଲେ ଗୁଡୁର କିଛି ଫରକ ପଡ଼ିଲାନି। ସେ ବାହାରକୁ ଯାଇ ଦେଖିଲା ଗୋଟିଏ ଛୁଆ ଗାଡ଼ି ଖେଳନା ଧରି ଖେଳୁଛି। ଗୁଡୁ ତା ପାଖକୁ ଯାଇ ତାକୁ ସେ ଗାଡ଼ି ଖେଳନା ମାଗିଲା, ହେଲେ ସେ ଛୁଆ ଗୁଡୁକୁ ତା ଖେଳନା ଦେଲାନି। ଯାହାଫଳରେ ଗୁଡୁ ସେ ଛୁଆଠୁ ଖେଳନା ଛଡ଼େଇବା ପାଇଁ ଚେଷ୍ଟା କଲା। ସେ ଛୁଆଟି ଗୁଡୁକୁ ଜୋରରେ ଧକ୍କା ଦେଇ ତା ଖେଳନା ନେଇ ସେଠାରୁ ଚାଲିଗଲା। ଗୁଡୁର ମୁଣ୍ଡ ଗୋଟେ ଗଛରେ ବାଡ଼େଇ ହେଇଗଲା। ତା ମୁଣ୍ଡରୁ ଧାର ଧାର ରକ୍ତ ବହିଗଲା। ଗୁଡୁ ବେହୋସ ହେଇ ତଳେ ପଡ଼ିଗଲା। ଯେତେବେଳେ ଶାନ୍ତି ଆଉ ସୁଇଟି ଏକଥା ଜାଣିଲେ, ସେମାନେ ଗୁଡୁକୁ ପାଖ ଏକ ହସ୍ପିଟାଲକୁ ନେଇଗଲେ। ସେପଟେ ସନ୍ଧ୍ୟାରେ କେଶବ ତା ଡଙ୍ଗାରେ ଲୋକମାନଙ୍କୁ ଛାଡ଼ି ଗାଁକୁ ଫେରୁଥିଲା। କେଶବ ମଝି ନଈରେ ପହଞ୍ଚିବା ପରେ ହଠାତ୍ ଜୋରରେ ବର୍ଷା ପବନ ଆରମ୍ଭ ହେଇଗଲା। କେଶବ ତା ଡଙ୍ଗାକୁ ନିୟନ୍ତ୍ରଣ କରିପାରିଲାନି। କେଶବର ଡଙ୍ଗା ଓଲଟିଗଲା। ସେ ବି ନଦୀରେ ପଡ଼ିଗଲା। ତା ଡଙ୍ଗା ନଦୀରେ ବୁଡ଼ିଗଲା। କେଶବ ବହୁତ କଷ୍ଟରେ ନଦୀରୁ ପହଁରି କୂଳକୁ ଆସିଲା। କେଶବ ଡଙ୍ଗା ଚଲେଇ ତା ପରିବାର ଚଳାଉଥିଲା। ଡଙ୍ଗା ବିନା ଏବେ ସେ ଘର କେମିତି ଚଳେଇବ ଚିନ୍ତାରେ ପଡ଼ିଗଲା। ସେ ମନ ଦୁଃଖରେ ଘରକୁ ଫେରି ଆସିଲା। ଘରକୁ ଫେରି ଦେଖିଲା ଘରେ କେହି ନାହାନ୍ତି। ସେ ପାଖ ପଡ଼ିଶାଙ୍କ ଠାରୁ ପୁଅର ଅବସ୍ଥା ଜାଣିଲା। ସେ ତୁରନ୍ତ ହସ୍ପିଟାଲକୁ ଗଲା। ଗୁଡୁର ଅବସ୍ଥା ବହୁତ ଖରାପ ହେଇଯାଇଥିଲା। ଡକ୍ଟର ତାକୁ ଆଇସିୟୁରେ ରଖିଥିଲେ। ଦେଖନ୍ତୁ, ଗୁଡୁର ମୁଣ୍ଡ ବହୁତ ଜୋରରେ ବାଡ଼େଇ ହେଇଛି। ଆମକୁ ତାର ଜଲ୍ଦି ଅପରେସନ୍ କରିବାକୁ ପଡ଼ିବ। ଏଥିରେ 2 ଲକ୍ଷ ଟଙ୍କା ଖର୍ଚ୍ଚ ହେବ। 2 ଲକ୍ଷ ଟଙ୍କା? ହେଲେ ଡାକ୍ତର ବାବୁ, ମୋ ପାଖରେ ଏତେ ଟଙ୍କା ନାହିଁ। ଦିନେ ଡଙ୍ଗା ନ ଚଲେଇଲେ ମୋ ଘରେ ଚୁଲି ଜଳେନି। ଏତେ ଟଙ୍କା ମୁଁ କେମିତି ଯୋଗାଡ଼ କରିବି? ଦେଖନ୍ତୁ, ମୁଁ ଏଥିରେ କିଛି କରିପାରିବିନି। କାଲି ସୁଦ୍ଧା ଗୁଡୁର ଅପରେସନ୍ ନହେଲେ ତା ଜୀବନ ଉପରେ ବିପଦ ଆସିପାରେ। ଏମିତି କହି ଡକ୍ଟର ସେଠାରୁ ଚାଲିଗଲେ। କେଶବର ମୁଣ୍ଡ କିଛି କାମ କଲା ନାହିଁ। ଗୋଟେ ପଟେ ତା ଡଙ୍ଗା ବୁଡ଼ିଗଲା, ଆଉ ଗୋଟେ ପଟେ ତା ପୁଅର ଏପରି ଅବସ୍ଥା। ସେ କ'ଣ କରିବ କିଛି ବୁଝିପାରୁନଥିଲା। ନଦୀରେ ଡଙ୍ଗା ବୁଡ଼ିବା କଥା କେଶବ ଶାନ୍ତିକୁ ଜଣେଇଲା। ସୁଇଟି ବି ତା ବାପାଙ୍କ କଥା ଶୁଣୁଥିଲା। ପୁରା ପରିବାର ଏ ଘଟଣାରେ ହତାଶ ହେଇଗଲେ। ସେଦିନ ରାତିରେ ସୁଇଟି ଏକ ବଡ଼ କାଗଜ ଧରି ନଦୀ ପାଖକୁ ଗଲା, ଆଉ ଏକ ଡଙ୍ଗା ତିଆରି କରି ନଦୀରେ ଭସେଇଲା। ସେତେବେଳେ ସେହି ରାସ୍ତାରେ ଗୋଟେ ପରୀ ତା ଘରକୁ ଯାଉଥିଲା। ସୁଇଟିର ଏସବୁ କାମ ଦେଖି ସେ ଅଟକିଗଲା।
ଆଉ ସୁଇଟିର ପାଖକୁ ଗଲା। ଆରେ ଝିଅ, ଏତେ ରାତିରେ ତୁ ଏକୁଟିଆ ଏଠି କ'ଣ କରୁଛୁ? ତୋ ବାପା ମା କୁଆଡ଼େ ଗଲେ? ମୋ ବାପା ନଦୀରେ ଡଙ୍ଗା ଚଲାନ୍ତି। ଆଜି ବର୍ଷା ପବନ ଯୋଗୁଁ ମୋ ବାପାଙ୍କ ଡଙ୍ଗା ନଦୀରେ ବୁଡ଼ିଗଲା। ମୁଁ ମୋ ବାପାଙ୍କ ପାଇଁ ଗୋଟେ ଡଙ୍ଗା ତିଆରି କରୁଥିଲି। ହେଲେ ମା, ଏଇଟା ତ ଗୋଟେ କାଗଜ ଡଙ୍ଗା। ୟାକୁ ତ ତୋ ବାପା ଚଲେଇ ପାରିବେନି। କାହିଁକି? ବାପାଙ୍କ ଡଙ୍ଗା ଯେମିତି ପାଣିରେ ଭାସେ, ମୋ ଡଙ୍ଗା ବି ତ ପାଣିରେ ଭାସେ। ବାପା କ'ଣ ପାଇଁ ଚଲେଇ ପାରିବେନି? ମୋ ଭାଇ ଏବେ ହସ୍ପିଟାଲରେ ଅଛି। ତାର ଅପରେସନ୍ ପାଇଁ ବହୁତ ଟଙ୍କା ଦରକାର। ବାପା ଡଙ୍ଗା ଚଲେଇଲେ ଯାଇ ଆମକୁ ଟଙ୍କା ମିଳିବ, ଆଉ ଭାଇର ଅପରେସନ୍ ହେବ। ସୁଇଟିର ନିରୀହ କଥା ଶୁଣି ପରି ମନରେ ଦୟା ଆସିଲା। ସେ ତା ଶକ୍ତିରେ ତାଙ୍କ ଘରର ଅବସ୍ଥା ଜାଣିପାରିଲା। ପରି ତା ଶକ୍ତିରେ ସୁଇଟିର କାଗଜ ଡଙ୍ଗାକୁ ବହୁତ ବଡ଼ କରିଦେଲା। ଏ ଡଙ୍ଗାକୁ ଏବେ ତ ବାପା ଚଲେଇ ପାରିବେ। ଏ ଡଙ୍ଗା ନଦୀରେ କେବେ ବି ବୁଡ଼ିବନି। ସେପଟେ ସୁଇଟିକୁ ହସ୍ପିଟାଲରେ ନ ପାଇ କେଶବ ଆଉ ଶାନ୍ତି ତାକୁ ଖୋଜି ଖୋଜି ନଦୀ କୂଳରେ ପହଞ୍ଚିଗଲେ। ସୁଇଟି ତା ବାପା ମାଙ୍କୁ ସବୁ ଘଟଣା ଜଣେଇଲା। ପରି କେଶବକୁ ଗୁଡୁର ଅପରେସନ୍ ପାଇଁ କିଛି ଟଙ୍କା ଦେଇ ସେଠାରୁ ଚାଲିଗଲା। ପୁରା ପରିବାର ପରୀକୁ ଧନ୍ୟବାଦ ଜଣେଇଲେ। ଆଉ ତାପରେ ଗୁଡୁର ଅପରେସନ୍ ଭଲରେ ହେଇଗଲା। କିଛି ଦିନ ପରେ ଗୁଡୁ ସୁସ୍ଥ ହେଇ ଘରକୁ ଫେରିଲା। ସେ ତା ବାପା ମାଙ୍କୁ କ୍ଷମା ମାଗିଲା। ସେବେଠାରୁ ଗୁଡୁ ବହୁତ ବଦଳିଗଲା। ସେ ଭଲ ପିଲା ହେଇ ମନ ଦେଇ ପାଠ ପଢ଼ିଲା। ସେପଟେ କେଶବର କାଗଜ ଡଙ୍ଗା ପୁରା ଗାଁରେ ପ୍ରଚାର ହେଇଗଲା। ଦୂର ଦୂରରୁ ଲୋକମାନେ କେଶବର କାଗଜ ଡଙ୍ଗା ଦେଖିବାକୁ ଆସିଲେ। ବହୁତ ଲୋକ ତା ଡଙ୍ଗାରେ ନଦୀ ପାର ହେଲେ। କାଗଜର ଡଙ୍ଗା ହେଇଥିବାରୁ ସେ ଡଙ୍ଗା ବହୁତ ଶୀଘ୍ର ଲୋକମାନଙ୍କୁ ଏପାରିରୁ ସେପାରି ନେଇଯାଉଥିଲା। ଧୀରେ ଧୀରେ କେଶବର ବହୁତ ଭଲ ରୋଜଗାର ହେଲା। ସେ ବହୁତ ଧନୀ ହେଇଗଲା, ଆଉ ତାଙ୍କର କୌଣସି ଜିନିଷରେ ଅଭାବ ରହିଲାନି। ଅନେକ ଦିନ ତଳେ ଗଗନପୁର ନାମରେ ଗୋଟେ ସୁନ୍ଦର ଗାଁ ଥିଲା। ଗାଁର ଶେଷ ମୁଣ୍ଡରେ ଗୋଟେ ନଦୀ ଥିଲା। ପ୍ରତ୍ୟେକ ରାତିରେ ସେ ନଦୀରେ ଗାଧେଇବା ପାଇଁ 5ଟି ପରୀ ଆକାଶରୁ ତଳକୁ ଆସୁଥିଲେ। ପରୀମାନେ ତାଙ୍କ ପର ଖୋଲି ନଦୀ ପାଖରେ ରଖି ଦେଉଥିଲେ, ଆଉ ତାପରେ ରାତି ସାରା ନଦୀରେ ଗାଧୋଉଥିଲେ, ଆଉ ଖୁବ୍ ମଜା କରୁଥିଲେ। ସକାଳ ହେବା ପୂର୍ବରୁ ସେମାନେ ତାଙ୍କ ପରୀ ରାଇଜକୁ ଫେରି ଯାଉଥିଲେ। ସେ ନଦୀ ପାଖ ଜଙ୍ଗଲରେ ଏକ ବଡ଼ ଗୁମ୍ଫା ଥିଲା। ସେ ଗୁମ୍ଫାରେ ବହୁ ଦିନରୁ ଗୋଟେ ପିଶାଚି ରହୁଥିଲା। ଏକଥା ଗାଁ ଲୋକେ କି ପରୀମାନେ କେହି ବି ଜାଣିନଥିଲେ। ପିଶାଚି ଜାଣିଥିଲା ଯେ ପ୍ରତ୍ୟେକ ରାତିରେ ପରୀମାନେ ନଦୀକୁ ଗାଧୋଇବା ପାଇଁ ଆସନ୍ତି। ସେ ପରୀମାନଙ୍କ ଉପରେ ନଜର ରଖୁଥିଲା। ପିଶାଚି ପରୀମାନଙ୍କର ରକ୍ତ ପିଇବା ପାଇଁ ଚାହୁଁଥିଲା, ହେଲେ ପରୀମାନେ ସବୁ ସମୟରେ ଏକାଠି ଥିବା ଯୋଗୁଁ ପିଶାଚି ସେମାନଙ୍କ ଉପରେ ଆକ୍ରମଣ କରିପାରୁନଥିଲା। ଏମିତି ଗୋଟିଏ ରାତିରେ 4 ଜଣ ପରୀ ନଦୀକୁ ଆସି ଗାଧୋଇବାକୁ ଲାଗିଲେ। ଗୋଟେ ପରୀକୁ ତଳକୁ ଆସିବା ପାଇଁ ଡେରି ହେଇଗଲା। ସେ ତରତର ହେଇ ତା ପର ଖୋଲି ନଦୀରେ ଗାଧୋଇବାକୁ ଲାଗିଲା। ସବୁ ପରୀମାନଙ୍କ ପରଠାରୁ ତା ପର ଅଲଗା ଥିଲା। ଏହି ସୁଯୋଗରେ ସେ ପିଶାଚି ଗୋଟେ ହରିଣର ରୂପ ନେଇ ପରୀ ପରକୁ ଧରି ଦୌଡ଼ିକି ଜଙ୍ଗଲ ଭିତରକୁ ଚାଲିଗଲା। ପରୀମାନେ ହରିଣକୁ ଦେଖିନେଲେ। ସମସ୍ତେ ତୁରନ୍ତ ପାଣିରୁ ବାହାରକୁ ଆସିଲେ, ଆଉ ହରିଣର ପଛା କଲେ। ସେମାନେ ଯେତେ ଖୋଜିଲେ ବି ସେ ହରିଣକୁ ପାଇଲେନି। ଏମିତି ଦେଖି ସେ ପରୀ କାନ୍ଦିବାକୁ ଲାଗିଲା। ଏବେ ମୁଁ ଘରକୁ କେମିତି ଫେରିବି? ପର ନହେଲେ ମୁଁ ଉଡ଼ିବି କେମିତି? ବ୍ୟସ୍ତ ହେନି ଭଉଣୀ, ଆମେ ପୁଣି ଥରେ ସେ ହରିଣକୁ ଖୋଜିବୁ। ଆଉ କିଛି ସମୟ ପରେ ସକାଳ ହେଇଯିବ। ସକାଳ ହେଲେ ଆମେ ଏଠାରୁ ଯାଇପାରିବାନି। ନା ନା, ମୋ ପାଇଁ ତମମାନଙ୍କୁ ମୁଁ ବିପଦରେ ପକାଇ ପାରିବିନି। ତମେମାନେ ଘରକୁ ଫେରିଯାଅ। ଠିକ୍ ଅଛି ଭଉଣୀ, ଆମେ ଏବେ ଚାଲି ଯାଉଛୁ। ତୁ ଟିକେ ସାବଧାନରେ ରହିବୁ। ରାତି ହେବା ପରେ ଆମେ ପୁଣି ଏଠାକୁ ଆସିବୁ। ଏମିତି କହି 4 ଜଣ ପରୀ ସେଠାରୁ ଚାଲିଗଲେ। ତଳେ ରହିଥିବା ପରୀଟି ଦୁଃଖରେ କାନ୍ଦୁଥିଲା। ସେତେବେଳେ ପିଶାଚି ଏକ ସୁନ୍ଦର ଝିଅର ରୂପ ନେଇ ପରୀ ପାଖକୁ ଗଲା। କିଏ ତୁମେ? ଏଠି ଏମିତି ଏକୁଟିଆ ବସି କାନ୍ଦୁଛ କ'ଣ ପାଇଁ? ପରୀ ପିଶାଚୀକୁ ଏକ ସତ ଝିଅ ଭାବି ତାକୁ ସବୁ ଘଟଣା କହିଦେଲା। ତମେ ଜମାରୁ ବ୍ୟସ୍ତ ହୁଅନି। ଚାଲ ମୋ ସାଙ୍ଗରେ ମୋ ଘରକୁ ଚାଲ। ସେଠି ତୁମେ ରହିବ। ମୁଁ ଗାଁ ଲୋକଙ୍କୁ କହି
ସେ ହରିଣକୁ ଖୋଜିବା ପାଇଁ ଚେଷ୍ଟା କରିବି। ପରୀ ମଧ୍ୟ ପିଶାଚୀ ସାଙ୍ଗରେ ଯିବା ପାଇଁ ରାଜି ହେଇଗଲା। ପିଶାଚୀ ପରୀକୁ ଗାଁ ପାଖରେ ଥିବା ଏକ ଘରକୁ ନେଇଗଲା। ସେ ପରୀକୁ ସେଠାରେ ଆରାମ କରିବା ପାଇଁ କହିଲା। କିଛି ସମୟ ପରେ ପରୀଟି ଶୋଇପଡ଼ିଲା। ପିଶାଚୀ ବି ସେଠାରେ ଶୋଇବାର ଅଭିନୟ କଲା। କିଛି ସମୟ ପରେ ସେ ଉଠି ବାହାରକୁ ଗଲା। ସେପଟେ ପରୀର ବି ନିଦ ଭାଙ୍ଗିଗଲା। ସେ ବି ପିଶାଚୀ ସହ ବାହାରକୁ ଚାଲି ଆସିଲା। ସେତେବେଳେ ପିଶାଚୀ ତା ପ୍ରକୃତ ରୂପକୁ ଚାଲି ଆସିଲା। ଏଇଟା ଠିକ୍ ସମୟ ସେ ପରୀର ରକ୍ତ ପିଇବା ପାଇଁ। ପରୀମାନେ ଦେଖିବାକୁ କେତେ ସୁନ୍ଦର, ତାଙ୍କ ରକ୍ତ ବି ବହୁତ ମିଠା ହେଇଥିବ। ମୁଁ ୟାର ରକ୍ତ ପିଇ ଏ ପରୀର ରୂପ ନେଇ ପରୀ ରାଜ୍ୟକୁ ଯିବି, ଆଉ ମନ ଇଚ୍ଛା ପରୀମାନଙ୍କର ରକ୍ତ ପିଇବି। ହା 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 ହା। ପିଶାଚୀର କଥା ଶୁଣି ପରୀଟି ଖୁବ୍ ଡରିଗଲା ଆଉ ଦୌଡ଼ିକି ସେଠାରୁ ଚାଲିଗଲା। ହେଲେ ପିଶାଚୀ ପରୀକୁ ଦେଖିନେଲା। ସେ ତାକୁ ଧରିବା ପାଇଁ ତା ପଛରେ ଗଲା। ପରୀଟି ଦୌଡ଼ି ଦୌଡ଼ି ଗାଁର ଗୋଟେ ଘରେ ବସିଗଲା। ସେ ଘରେ ଗୋଟେ ବୁଢ଼ୀ ରହୁଥିଲା। ପରୀ ତାକୁ ସାହାଯ୍ୟ ମାଗିଲା। ମୋତେ ବଞ୍ଚାନ୍ତୁ, ଗୋଟେ ପିଶାଚୀ ମୋ ପଛରେ ପଡ଼ିଯାଇଛି, ମୋତେ ତା ପାଖରୁ ରକ୍ଷା କରନ୍ତୁ। ସେତେବେଳେ ପିଶାଚୀ ବି ସେଠାରେ ପହଞ୍ଚିଗଲା। ଏ ପରୀ, ତୋର ତ ଭାରି ସାହସ। ଆଜି ମୋ ପାଖରୁ ତତେ କେହି ରକ୍ଷା କରିପାରିବେନି। ଯିଏ ବି ମୋ ରାସ୍ତାରେ ଆସିବ ମୁଁ ତାକୁ ମାରିଦେବି। ଏମିତି କହି ପିଶାଚୀ ପରୀକୁ ଧରି ସେଠାରୁ ଚାଲି ଆସିଲା। ସେ ପରୀକୁ ତା ଘରେ ବାନ୍ଧିଦେଲା। ସେ ବୁଢ଼ୀ ବି ପିଶାଚୀର ପଛା କରି ତା ଘରେ ପହଞ୍ଚିଗଲା। ସେତେବେଳେ ସକାଳ ହେଇଗଲା। ସକାଳେ ପିଶାଚୀର ଶକ୍ତି କିଛି କାମ କରୁନଥିଲା। ସେ ଗୋଟେ ସାଧାରଣ ମଣିଷ ପାଲଟିଗଲା। ଧେତ୍, ଏତେ ଜଲ୍ଦି ସକାଳ ହେଇଗଲା। ଏବେ ମୋତେ ରାତି ଯାଏଁ ଅପେକ୍ଷା କରିବାକୁ ପଡ଼ିବ। ରାତି ହେଲେ ଯାଇ ମୁଁ ଏ ପରୀର ରକ୍ତ ପିଇପାରିବି। ଏମିତି କହି ପିଶାଚୀ ରାତି ହେବା ଯାଏଁ ଅପେକ୍ଷା କଲା। ଏ ସବୁ ଘଟଣା ଦେଖି ବୁଢ଼ୀ ସେଠାରୁ ଚାଲି ଆସିଲା ଆଉ ଗାଁର ସବୁ ଲୋକଙ୍କୁ ଏକଥା ଜଣାଇଦେଲା। ସେ ପରୀକୁ ସାହାଯ୍ୟ କରିବା କଥା କହିଲା। ହେଲେ ବୁଢ଼ୀ ମାଉସୀ, ଆମେ ପରୀକୁ କେମିତି ସାହାଯ୍ୟ କରିବୁ? ତାକୁ ଗୋଟେ ପିଶାଚୀ ବନ୍ଦୀ କରି ରଖିଛି। ପିଶାଚୀ ସହ ଆମେ ସାଧାରଣ ମଣିଷ କେମିତି ଲଢ଼େଇ କରିବୁ? ଆରେ, ଏମିତି କହିଲେ କେମିତି ହେବ? ଜଣେ ବିପଦରେ ଅଛି, ଆମେ ତାକୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ। ଆମେ ସିନା ବଳରେ ପିଶାଚୀକୁ ହରାଇ ପାରିବାନି, ହେଲେ ବୁଦ୍ଧିରେ ତ ପାରିବା। ମୁଁ ଯାହା କହୁଛି ତମେମାନେ ଠିକ୍ ସେମିତି କର। ଗାଁ ଲୋକେ ବୁଢ଼ୀ ମାଉସୀର କହିବା ଅନୁସାରେ ତାଙ୍କ ଗାଁର ଜଣେ ମୂର୍ତ୍ତିକାର ପାଖକୁ ଗଲେ। ସେ ମୂର୍ତ୍ତିକାର ବହୁତ ଶୀଘ୍ର ଆଉ ସୁନ୍ଦର ମୂର୍ତ୍ତି ତିଆରି କରିପାରୁଥିଲା। ଗାଁ ଲୋକଙ୍କ କହିବା ଅନୁସାରେ ସେ ମୂର୍ତ୍ତିକାର ଠିକ୍ ପରି ଦେଖାଯାଉଥିବା ଏକ ମୂର୍ତ୍ତି ତିଆରି କରିଦେଲା ଆଉ ଗାଁ ଲୋକଙ୍କୁ ଦେଇଦେଲା। ଆଉ ତାପରେ ଗାଁ ଲୋକେ ସେ ମୂର୍ତ୍ତିକୁ ଧରି ପିଶାଚୀର ଘର ପାଖକୁ ଗଲେ। ଗୋଟେ ସ୍ତ୍ରୀ ଲୋକ ପିଶାଚୀର କବାଟ ବାଡ଼େଇ ତାକୁ ଘର ବାହାରକୁ ଡାକିଲା। ସେ ସ୍ତ୍ରୀ ଲୋକଟି ପିଶାଚୀ ସହ କଥା ହେବା ସମୟରେ ତୁରନ୍ତ ଗାଁ ଲୋକେ ତା ଘର ଭିତରେ ପଶି ପରୀ ଜାଗାରେ ସେ ପଥରକୁ ରଖି ପରୀକୁ ସେଠାରୁ ନେଇ ଆସିଲେ। ସେ ସ୍ତ୍ରୀ ଲୋକ ବି ସେଠାରୁ ଚାଲିଗଲା। ପିଶାଚୀ ତା ଘର ଭିତରକୁ ଚାଲି ଆସିଲା। ପରୀ ଜାଗାରେ ପଥର ଥିବା କଥା ସେ ଜାଣିପାରିଲାନି। କିଛି ସମୟ ପରେ ସନ୍ଧ୍ୟା ହେଇଗଲା। ପିଶାଚୀ ପରୀର ରକ୍ତ ପିଇବାକୁ ଚେଷ୍ଟା କଲା। ସେତେବେଳେ ସେ ଜାଣିଲା ସେଇଟା ଗୋଟେ ପଥର। ସେ ଖୁବ୍ ରାଗିଗଲା ଆଉ ଗାଁ ଭିତରକୁ ଗଲା। ଗାଁ ଲୋକେ ଆଉ ପରୀ ନଦୀ ପାଖକୁ ଯିବା ସମୟରେ ହଠାତ୍ ପିଶାଚୀ ଆସି ତାଙ୍କ ସାମ୍ନାରେ ଛିଡ଼ା ହେଇଗଲା। ଗାଁ ଲୋକେ, ମୋତେ ଠକି ତମେମାନେ କିଛି ଠିକ୍ କଲ ନାହିଁ। ଏବେ ପରୀ ସହ ମୁଁ ତମ ସମସ୍ତଙ୍କୁ ମାରିଦେବି। ଏମିତି କହି ପିଶାଚୀ ସମସ୍ତଙ୍କୁ ମାରିବା ପାଇଁ ଆଗକୁ ଗଲା। ଠିକ୍ ସେହି ସମୟରେ ଅନ୍ୟ ପରୀମାନେ ପରୀ ରାଜାଙ୍କୁ ଧରି ସେଠାରେ ପହଞ୍ଚିଗଲେ। ପରୀ ରାଜା ତାଙ୍କ ଶକ୍ତିରେ ପିଶାଚୀକୁ ଅଟକେଇ ଦେଲେ। ସେ କିଛି ମନ୍ତ୍ର ପଢ଼ି ପିଶାଚୀକୁ ଭସ୍ମ କରିଦେଲେ। ପରୀକୁ ସୁରକ୍ଷିତ ଦେଖି ଅନ୍ୟ ପରୀମାନେ ଖୁବ୍ ଖୁସି ହେଇଗଲେ। ପରୀ ସେମାନଙ୍କୁ ସବୁ ଘଟଣା ଜଣେଇଲା। ପରୀ ରାଜା ଗାଁ ଲୋକଙ୍କୁ ଧନ୍ୟବାଦ ଜଣେଇଲେ ଆଉ ସେ ଗାଁ ଲୋକଙ୍କୁ କିଛି ନା କିଛି ପୁରସ୍କାର ଦେଲେ। ପରୀ ରାଜା ପରୀକୁ ଆଉ 2ଟି ନୂଆ ପର ଦେଲେ। ତାପରେ ସବୁ ପରୀ ମିଶି ସେଠାରୁ ଚାଲିଗଲେ। ବହୁତ ଦିନ ତଳେ ନୟନପୁର ନାମରେ ଗୋଟିଏ ଗାଁ ଥିଲା। ଗାଁରୁ କିଛି ଦୂରରେ ଗୋଟେ ଘଞ୍ଚ ଜଙ୍ଗଲ ଥିଲା। ଲୋକେ କୁହନ୍ତି ସେ ଜଙ୍ଗଲକୁ ଯିଏ ବି ଯାଏ ସିଏ ଆଉ ଫେରେନି। ସେଥିପାଇଁ ଗାଁ ଲୋକେ ଭୟରେ ସେ ଜଙ୍ଗଲକୁ ଯାଆନ୍ତି ନାହିଁ। ଦିନେ ସ୍ୱପ୍ନା ଆଉ ଲୀନା ନାମରେ 2 ଜଣ ସାଙ୍ଗ
ସହରରେ ନିଜ ପାଠପଢ଼ା ସାରି ତାଙ୍କ ଗାଁକୁ ଫେରୁଥିଲେ। ସେମାନେ ସେ ଜଙ୍ଗଲ ବିଷୟରେ କିଛି ବି ଜାଣିନଥିଲେ। ଦୁଇ ସାଙ୍ଗ ଜଙ୍ଗଲ ରାସ୍ତା ଦେଇ ଗାଁକୁ ଫେରୁଥିଲେ। ହଠାତ୍ ସେମାନେ ଦୁଇଟି ରାସ୍ତା ଦେଖିଲେ। ଆରେ ଲିନା, ଏଠି ତ ଦୁଇଟି ରାସ୍ତା ଅଛି। ଆମେ କେଉଁ ରାସ୍ତାରେ ଘରକୁ ଯିବା? ଦୁଇ ସାଙ୍ଗ ଏମିତି ଚିନ୍ତା କରିବା ସମୟରେ ଜଣେ ଦେବୀ ତାଙ୍କ ସାମ୍ନାରେ ଆବିର୍ଭାବ ହେଲେ ଆଉ କହିଲେ, ମୋ ଜଙ୍ଗଲରେ ତମମାନଙ୍କୁ ସ୍ୱାଗତ। ମୁଁ ଏ ଜଙ୍ଗଲର ଦେବୀ। ଏଇ ଦୁଇଟି ରାସ୍ତା ମଧ୍ୟରୁ ଗୋଟିଏ ଭଲ ଆଉ ଗୋଟେ ଖରାପ। ଭଲ ରାସ୍ତାରେ ଗଲେ ତମେ ଗୋଟେ ବୁଢ଼ୀ ଲୋକକୁ ପାଇବ। ସେ ତମକୁ ଭଲ ଭଲ ଜ୍ଞାନ ଆଉ ଉପଦେଶ ଦେବ। ହେଲେ ତମକୁ ତାର ସବୁ କାମ କରିବାକୁ ପଡ଼ିବ। ଆଉ ଖରାପ ରାସ୍ତାରେ ଗଲେ କ'ଣ ହେବ? ଖରାପ ରାସ୍ତାରେ ଗଲେ ତମେ ଗୋଟେ ପିଶାଚିକୁ ପାଇବ। ତା ପାଖରେ ବହୁତ ଧନ ସମ୍ପତ୍ତି ଅଛି। ସେ ତମକୁ ବହୁତ ସୁନା ଟଙ୍କା ଦେବ। ଏବେ ତମେ ଦୁଇ ଜଣ ନିଷ୍ପତ୍ତି ନିଅ ଯେ ତମେମାନେ କେଉଁ ରାସ୍ତାରେ ଯିବ। ମୁଁ ତ ଖରାପ ରାସ୍ତାରେ ଯିବି। ଆଜିକାଲି ଟଙ୍କା ନହେଲେ କିଛି କାମ ହେଉନି। ମୋର ସେ ଜ୍ଞାନ ଦରକାର ନାହିଁ। ମୁଁ ତ ପିଶାଚି ପାଖରୁ ସୁନା ଟଙ୍କା ଆଣିବି। ଆଉ ସ୍ୱପ୍ନା, ତୁ କେଉଁ ରାସ୍ତାରେ ଯିବୁ? ମୁଁ ଭଲ ରାସ୍ତାରେ ଯିବି। ମୋ ମା' ମୋତେ ପିଲାଦିନରୁ ଶିଖେଇଛନ୍ତି, ଦୁନିଆରେ ଜ୍ଞାନଠାରୁ ବଡ଼ ଆଉ କିଛି ନୁହଁ। ଏମିତି ଦୁଇ ସାଙ୍ଗ ନିଜ ନିଜ ରାସ୍ତାରେ ଚାଲିଗଲେ। ସ୍ୱପ୍ନା ଭଲ ରାସ୍ତାରେ ଗଲା ଆଉ ଲୀନା ଖରାପ ରାସ୍ତାରେ ଗଲା। ସ୍ୱପ୍ନା କିଛି ଦୂର ଗଲା ପରେ ଜଣେ ବୁଢ଼ୀ ସ୍ତ୍ରୀ ଲୋକକୁ ଦେଖିଲା। ସେ ବହୁତ ଦୁର୍ବଳ ଦେଖାଯାଉଥିଲେ। ସେ ବୁଢ଼ୀ ଲୋକଟି ସ୍ୱପ୍ନାକୁ ତା ଘରର କାମ କରିବା ପାଇଁ କହିଲା। ସ୍ୱପ୍ନା ବି ଖୁସି ଖୁସି ସେ ବୁଢ଼ୀ ଲୋକଟିର ସବୁ କାମ କରିଦେଲା। ସ୍ୱପ୍ନାର ଭଲ ଗୁଣ ଦେଖି ସେ ବୁଢ଼ୀ ଗୋଟେ ସୁନ୍ଦର ପରୀରେ ବଦଳିଗଲା। ସ୍ୱପ୍ନା, ମୁଁ ତୋ ଉପରେ ବହୁତ ଖୁସି। ମୁଁ ତୋର ପରୀକ୍ଷା କରୁଥିଲି। ଏମିତି କହି ସେ ପରୀ ସ୍ୱପ୍ନାକୁ ଭଲ ଭଲ ଜ୍ଞାନ ଆଉ ଉପଦେଶର କଥା କହିଲା। ସେପଟେ ଲୀନା ଖରାପ ରାସ୍ତାରେ ଯାଉ ଯାଉ ଗୋଟେ ପିଶାଚିକୁ ପାଇଲା। ପିଶାଚି ଲୀନାକୁ ଦେଖି କହିଲା, ମୁଁ ଜାଣିଛି ତୁ ଏଠାକୁ ସୁନା ଟଙ୍କା ନେବାକୁ ଆସିଛୁ। ଏ ଗୁମ୍ଫା ଭିତରେ ବହୁତ ସୁନା ଟଙ୍କା ଅଛି। ହେଲେ ତୁ ଗୁମ୍ଫା ଭିତରକୁ ଯିବା ପୂର୍ବରୁ ଗୋଟେ କାଗଜରେ ତତେ ଦସ୍ତଖତ କରିବାକୁ ପଡ଼ିବ। ଲୀନା ବହୁତ ଲୋଭୀ ଥିଲା। ସେ ସୁନା ଟଙ୍କା ପାଇବା ପାଇଁ ସେ କାଗଜକୁ ନ ପଢ଼ି ସେଥିରେ ଦସ୍ତଖତ କରିଦେଲା ଆଉ ଗୁମ୍ଫା ଭିତରକୁ ଚାଲିଗଲା। ହେଲେ ସେ ଗୁମ୍ଫା ଭିତରେ ବହୁତ ଗୁଡ଼ିଏ ମଣିଷମାନଙ୍କର କଙ୍କାଳ ପଡ଼ିଥିଲା। ସେଠାରେ ଗୋଟିଏ ବି ସୁନା ଟଙ୍କା ନଥିଲା। ହଠାତ୍ ସେ ପିଶାଚି ସେଠାକୁ ଚାଲି ଆସିଲା। କାଇଁ, ଏଠି ତ ଗୋଟିଏ ବି ସୁନା ଟଙ୍କା ନାହିଁ। ତୁମେ ମୋତେ ମିଛ କହିଲ। ହା ହା ହା, ମୁଁ ଗୋଟେ ପିଶାଚି। ମିଛ କହିବା ମୋର ଅଭ୍ୟାସ। ଏବେ ମୁଁ ତତେ ମାରିକି ଖାଇବି। ଏମିତି ଶୁଣି ଲୀନା ଖୁବ୍ ଡରିଗଲା ଆଉ କହିଲା, ହେଲେ କ'ଣ ପାଇଁ? ତୁମେ ମୋତେ ମାରିବା କଥା ତ ଆଗରୁ କହିନଥିଲ। ତୁ ବୋଧେ ଭୁଲି ଯାଉଛୁ, ତୁ ଖରାପ ରାସ୍ତାରେ ଆସିଛୁ। ଖରାପ ରାସ୍ତାରେ ଆସିଥିବା ଲୋକଙ୍କର କେବେ ଭଲ ହୁଏନି। ତୁ ବୋଧେ ସେ କାଗଜକୁ ଠିକ୍ରେ ପଢ଼ିନଥିଲୁ। ସେ କାଗଜରେ ଲେଖା ଥିଲା, ଯଦି ତୁ ଏ ଗୁମ୍ଫା ଭିତରେ ସୁନା ଟଙ୍କା ନ ପାଇବୁ, ମୁଁ ତତେ ମାରି ଖାଇଦେବି। ଲୋଭରେ ଲୀନା ସେ କାଗଜକୁ ଠିକ୍ରେ ନ ପଢ଼ି ସେଥିରେ ଦସ୍ତଖତ କରିଦେଇଥିଲା। ଲୀନା ନିଜର ଭୁଲ ବୁଝିପାରି ଖୁବ୍ କାନ୍ଦିଲା। ହେଲେ ତାର ଫେରିବାର ରାସ୍ତା ଆଉ ନଥିଲା। ପିଶାଚି ଲୀନାକୁ ମାରି ଖାଇଦେଲା। ସେପଟେ ଭଲ ଭଲ ଜ୍ଞାନ ଆଉ ଉପଦେଶ ପାଇ ସ୍ୱପ୍ନା ବାହାରକୁ ଆସି ତା ସାଙ୍ଗକୁ ଅପେକ୍ଷା କଲା। ଜଙ୍ଗଲର ଦେବୀ ଲୀନା ସହ ଯାହା ବି ଘଟିଲା ସବୁ କଥା ସ୍ୱପ୍ନାକୁ କହିଲେ। ନିଜ ସାଙ୍ଗର କଥା ଜାଣି ସ୍ୱପ୍ନା ବହୁତ ମନ ଦୁଃଖ କଲା। ଜଙ୍ଗଲର ଦେବୀ କହିଲେ, ଝିଅ, ତୁ ମନ ଦୁଃଖ କରନି। ସମସ୍ତେ ନିଜ ନିଜ କର୍ମର ଫଳ ପାଇଥାନ୍ତି। ଏ ଜଙ୍ଗଲକୁ ଆସୁଥିବା ଅଧିକାଂଶ ଲୋକ ସୁନା ଟଙ୍କା ଲୋଭରେ ଖରାପ ରାସ୍ତାରେ ଯାଇଥାନ୍ତି। ଖରାପ ରାସ୍ତାରେ ଯାଉଥିବା ଲୋକଙ୍କର କେବେ ଭଲ ହୁଏନି। ସେଥିପାଇଁ କେହି ବି ଆଜି ଯାଏଁ ସେ ଖରାପ ରାସ୍ତାରୁ ଫେରି ନାହାନ୍ତି। ସ୍ୱପ୍ନା ମଧ୍ୟ ଦେବୀଙ୍କ କଥା ବୁଝିପାରିଲା। ସେ ଦେବୀଙ୍କୁ ପ୍ରଣାମ କରି ନିଜ ଘରକୁ ଫେରିଗଲା। ଏମିତି ଦୁଇ ସାଙ୍ଗଙ୍କୁ ସେମାନେ ବାଛିଥିବା ରାସ୍ତାର ଫଳ ମିଳିଗଲା।
ଥରେ ଗୋଟିଏ ଗାଁରେ ସୋନାଲି ନାମରେ ଏକ ଝିଅ ତା କାକା ଖୁଡ଼ିଙ୍କ ସହ ରହୁଥିଲା। ସେ ଯେତେବେଳେ ଛୋଟ ଥିଲା ତା ବାପା ମାଙ୍କର ଦେହାନ୍ତ ହେଇଯାଇଥିଲା। ସେବେଠାରୁ ସେ ତା କାକା ମୋହନ ଆଉ ଖୁଡ଼ି ଲତା ସହ ରହୁଥିଲା। ହେଲେ ତାର ଖୁଡ଼ି ଲତା ସୋନାଲିକୁ ଜମାରୁ ପସନ୍ଦ କରୁନଥିଲା। ସେ ତାକୁ ଘରର ସବୁ କାମ କରାଉଥିଲା ଆଉ ତା ବଦଳରେ ସେ ତାକୁ ଠିକ୍ରେ ଖାଇବାକୁ ବି ଦେଉନଥିଲା। ଲତାର ବି ଗୋଟେ ଝିଅ ଥିଲା, ତାର ନା ରାନୀ। ଗୋଟେ ଦିନ ଲତା ଆଉ ରାନୀ ମାର୍କେଟ ଯିବା ପାଇଁ ରେଡ଼ି ହେଉଥିଲେ। ରାନୀ ବହୁତ ଗୁଡ଼ିଏ ନୂଆ ନୂଆ ଡ୍ରେସ୍ ବାହାର କରି ଆଇନା ଆଗରେ ଦେଖୁଥିଲା। ଠିକ୍ ସେତିକି ବେଳକୁ ସୋନାଲି ସେଠାକୁ ଗଲା। ତାର ବି ନୂଆ ଡ୍ରେସ୍ ପିନ୍ଧିବାକୁ ମନ ହେଲା। ସେ ରାନୀକୁ ତାର ଗୋଟେ ପୁରୁଣା ଡ୍ରେସ୍ ମାଗିଲା। ରାନୀ, ତୋ ପାଖରେ ତ ବହୁତ ଗୁଡ଼ିଏ ସୁନ୍ଦର ସୁନ୍ଦର ନୂଆ ଡ୍ରେସ୍ ଅଛି। ମୋତେ ନୂଆ ନହେଲେ ବି ତୋର ଗୋଟେ ପୁରୁଣା ଡ୍ରେସ୍ ଦେ। ହଁ, ମୋ ପାଖରେ ତ ବହୁତ ଗୁଡ଼ିଏ ନୂଆ ଡ୍ରେସ୍ ଅଛି, ହେଲେ ଏସବୁ ମୁଁ ତତେ କ'ଣ ପାଇଁ ଦେବି? ତୁ ବୋଧେ ଭୁଲି ଯାଉଛୁ, ତୁ ଏ ଘରେ କେବଳ ଗୋଟେ ଚାକରାଣୀ, ବୁଝିଲୁ? ତୁ ନିଜ ଅକାତରେ ରହ। ଏବେ ଯା ଏଠୁ। ମୋ ମୁଡ୍ ପୁରା ଖରାପ କରିଦେଲା। ଠିକ୍ ସେହି ସମୟରେ ଲତା ବି ସେଠାକୁ ଆସିଲା। ଆରେ ମା ରାନୀ, କ'ଣ ହେଲା ତୋର? ମୋ ଝିଅ ଏତେ ରାଗୁଛି କ'ଣ ପାଇଁ? ଦେଖୁନ ମା, ଏ ସୋନାଲି ସବୁଦିନ ମୋ ରୁମ୍କୁ ଆସି ମୋତେ ମୋ ଜିନିଷ ମାଗିବ। ଆଜି ତ ମୋତେ ମୋ ନୂଆ ଡ୍ରେସ୍ ମାଗୁଥିଲା। ହଇଲୋ, ତୋର ତ ଭାରି ସାହସ, ମୋ ଝିଅକୁ ତୁ ନୂଆ ଡ୍ରେସ୍ ମାଗୁଛୁ? ଘରର ତ ଗୋଟେ କାମ ଠିକ୍ରେ କରିପାରୁନୁ। କହିଲା କ'ଣ ନା ନୂଆ ଡ୍ରେସ୍ ପିନ୍ଧିବ। ଆମେ ମାର୍କେଟରୁ ଫେରିବା ଭିତରେ ଘରର ସବୁ କାମ ସାରିଥିବୁ, ନହେଲେ ଆଜି ରାତିରେ ତତେ ଖାଇବା ମିଳିବନି, ବୁଝିଲୁ? ଏବେ ଯା ଏଠୁ। ଏମିତି କହି ଲତା ଆଉ ରାନୀ ମାର୍କେଟକୁ ଚାଲିଗଲେ। ସେମାନଙ୍କ କଥା ଶୁଣି ସୋନାଲି ଦୁଃଖରେ ଭାଙ୍ଗି ପଡ଼ିଲା। ସେ ତା ବାପା ମାଙ୍କ ଫଟୋ ଧରି ଘର ପଛପଟେ ଥିବା ବଗିଚାକୁ ଚାଲିଗଲା। ସେଠାରେ ସେ ଗୋଟେ ଗଛ ମୂଳେ ବସି ତା ବାପା ମାଙ୍କ ଫଟୋକୁ ଦେଖି ଖୁବ୍ କାନ୍ଦିଲା। ଠିକ୍ ସେହି ସମୟରେ ଗୋଟେ ପରୀ ତା ଘରକୁ ଯାଉଥିଲା। ସେ ସୋନାଲିର କାନ୍ଦ ଶୁଣି ତା ପାଖକୁ ଗଲା ଆଉ କହିଲା, କ'ଣ ହେଲା ଝିଅ? ତୁ ଏଠି ଏମିତି ଏକୁଟିଆ ବସି କାନ୍ଦୁଛୁ କ'ଣ ପାଇଁ? ମୋ ବାପା ମା ଏ ଦୁନିଆରେ ନାହାନ୍ତି। ଯେତେବେଳେ ମୋ ବାପା ମା ବଞ୍ଚିଥିଲେ ମୋର କେଉଁଥିରେ ବି ଅଭାବ ନଥିଲା। ମୋର ଛୋଟ ବଡ଼ ସବୁ ଇଚ୍ଛା ମୋ ବାପା ମା ପୂରା କରୁଥିଲେ। ହେଲେ ଏବେ ମୋ ଖୁଡ଼ି ମୋ ଉପରେ ବହୁତ ଅତ୍ୟାଚାର କରୁଛନ୍ତି। ମୁଁ ଆଉ ଏଠାରେ ରହିବାକୁ ଚାହୁଁନି। ମୁଁ ବି ମୋ ବାପା ମାଙ୍କ ପାଖକୁ ଚାଲିଯିବି। ଏମିତି କହି ସୋନାଲି କାନ୍ଦିବାକୁ ଲାଗିଲା। ଆରେ ଝିଅ, ତୁ କାନ୍ଦନି। ତୋ କଥାରୁ ଜଣାପଡ଼ୁଛି ତୁ ବହୁତ କଷ୍ଟରେ ଅଛୁ, ହେଲେ ଏବେଠାରୁ ତୁ ଆଉ କଷ୍ଟ ପାଇବୁନି। ଏମିତି କହି ପରୀ ସୋନାଲିକୁ 2ଟି ସୁନ୍ଦର ଡ୍ରେସ୍ ଦେଲା ଆଉ କହିଲା, ଏ 2ଟି ଡ୍ରେସ୍ ତୋ ପାଇଁ। ଏ 2ଟି ସାଧାରଣ ଡ୍ରେସ୍ ନୁହଁ, ଏହା ଯାଦୁର ଡ୍ରେସ୍। ଏ ଡ୍ରେସ୍ ପିନ୍ଧି ତୁ ଯାହା ବି ଇଚ୍ଛା କରିବୁ ତୋର ସବୁ ଇଚ୍ଛା ପୂରା ହେଇଯିବ। ହେଲେ ଗୋଟେ କଥା ମନେ ରଖିବୁ, ଏ ଡ୍ରେସ୍ କେବଳ ଭଲ ଲୋକଙ୍କର ଇଚ୍ଛା ପୂରା କରିବ। ଆଉ ଯଦି କେଉଁ ଲୋଭୀ ଲୋକ ଏ ଡ୍ରେସ୍ ପାଇବ, ତା ସହ କିଛି ଭୟଙ୍କର ଘଟଣା ଘଟିବ। ସୋନାଲି ପରୀ କଥାରେ ରାଜି ହେଇଗଲା। ପରୀ ସେଠାରୁ ଚାଲିଗଲା। ସୋନାଲି ଡ୍ରେସ୍ ନେଇ ଘର ଭିତରକୁ ଗଲା। ସେ ଯେମିତି ଗୋଟେ ଡ୍ରେସ୍ ପିନ୍ଧିଛି ସେ ବହୁତ ସୁନ୍ଦର ଦେଖାଗଲା। ତାର ସବୁ କାମ ଆପେ ଆପେ ହେଇଗଲା। ଯେତେବେଳେ ଲତା ଆଉ ରାନୀ ଘରକୁ ଫେରିଲେ, ସୋନାଲି ପିନ୍ଧିଥିବା ସୁନ୍ଦର ଡ୍ରେସ୍କୁ ଦେଖି ସେମାନେ ଚମକି ପଡ଼ିଲେ। ଲତା ରାଗି ଯାଇ ସୋନାଲିକୁ ପଚାରିଲା, ସତ କହ, ଏ ଡ୍ରେସ୍ ତୁ କେଉଁଠୁ ଆଣିଲୁ? କାହାଠୁ ଚୋରି କରିନୁ ତ? ନା ନା ଖୁଡ଼ି, ଆଜି ମୁଁ ମୋ ମାଆର ବାକ୍ସ ଖୋଲିଥିଲି, ସେଇଠି ଏ ଡ୍ରେସ୍ ଥିଲା। ଏମିତି କହି ସୋନାଲି ସେଠାରୁ ଚାଲିଗଲା। ସୋନାଲିର ଏତେ ସୁନ୍ଦର ନୂଆ ଡ୍ରେସ୍ ଦେଖି ରାନୀ ଈର୍ଷାରେ ଜଳିଗଲା। ସେ ତା ମାଆକୁ କହିଲା, ମା, ଏ ସୋନାଲି ପାଖରେ ମୋଠୁ କେତେ ସୁନ୍ଦର ସୁନ୍ଦର ଡ୍ରେସ୍ ଅଛି। ମୁଁ କିଛି ଜାଣିନି, ମୋର ସେ ଡ୍ରେସ୍ ଦରକାର। ଠିକ୍ ଅଛି ମୋ ଗେଲି ଝିଅ, ତୁ ଜମାରୁ ବ୍ୟସ୍ତ ହେଇନି। ତତେ ସେ ଡ୍ରେସ୍ ଦରକାର ତ? ମୁଁ ଏବେ ତା ପାଖରୁ ମାଗିକି ତତେ ଆଣିଦେଉଛି। ଏମିତି କହି ଲତା ସୋନାଲିକୁ ତା ଡ୍ରେସ୍ ମାଗିଲା। ହେଲେ ସୋନାଲିର ପରୀ କଥା ମନେ ପଡ଼ିଲା। ସେ ଲୋଭୀ ଲୋକମାନଙ୍କୁ ଡ୍ରେସ୍ ଦେବାକୁ ମନା କରିଥିଲା। ତାର ଖୁଡ଼ି ଆଉ ରାନୀ ବହୁତ ଲୋଭୀ ଥିଲେ।
ଏକଥା ସୋନାଲି ଜାଣିଥିଲା। ସେ ତା ଖୁଡ଼ିକୁ ଡ୍ରେସ୍ ଦେବା ପାଇଁ ମନା କଲା। ଏମିତି ଶୁଣି ଲତା ଖୁବ୍ ରାଗିଗଲା। ସେ ସୋନାଲିକୁ 2 ଚାପୁଡ଼ା ମାରିଲା। ତଥାପି ସୋନାଲି ସେ ଡ୍ରେସ୍ ତା ଖୁଡ଼ିକୁ ଦେଲାନି। ଲତା ରାଗିଯାଇ ସେଠାରୁ ଚାଲିଗଲା। ରାତିରେ ସୋନାଲି ସେ ଡ୍ରେସ୍କୁ ଭଲରେ ସମ୍ଭାଳିକି ଗୋଟେ ଜାଗାରେ ଲୁଚେଇ ଶୋଇପଡ଼ିଲା। ହେଲେ ଲତା ବହୁତ ଚାଲାକ ସ୍ତ୍ରୀ ଲୋକ ଥିଲା। ସୋନାଲି ଶୋଇଲା ପରେ ସେ ତା ରୁମ୍କୁ ଗଲା ଆଉ ଡ୍ରେସ୍କୁ ଖୋଜି ପାଇଗଲା। ସେ ଡ୍ରେସ୍ ନେଇ ତା ଝିଅ ରାନୀକୁ ଦେଲା। ରାନୀ ଖୁସିରେ ସେ ଡ୍ରେସ୍ ପିନ୍ଧି ପକେଇଲା। ରାନୀ ଯେମିତି ସେ ଡ୍ରେସ୍ ପିନ୍ଧିଛି ତା ଦେହ ସାରା କୁଣ୍ଡେଇ ହେଲା। ସେ ଚିତ୍କାର କରିବାକୁ ଲାଗିଲା। ମୋ ଦେହ ସାରା ଭାରି କୁଣ୍ଡେଇ ହେଉଛି ମା। ଏ ଡ୍ରେସ୍ ଖୋଲ। ମୁଁ ରହିପାରୁନି। ଇଏ କେମିତିକା ଡ୍ରେସ୍ ମା? ୟାକୁ ଜଲ୍ଦି ଖୋଲ ନା। ଲତା ସେ ଡ୍ରେସ୍ ଖୋଲିବା ପାଇଁ ବହୁତ ଚେଷ୍ଟା କଲା, ହେଲେ ପାରିଲାନି। ସେ ଦୌଡ଼ିକି ସୋନାଲି ପାଖକୁ ଗଲା। ତୋ ମାର ଏଇ କେମିତିକା ଡ୍ରେସ୍? ମୋ ଝିଅ ପିନ୍ଧିଲାରୁ ସେ କୁଣ୍ଡେଇ ହେଉଛି। କୁଣ୍ଡେଇ ହେଇ ହେଇ ତା ଦେହ ଲାଲ ପଡ଼ିଗଲାଣି। ଖୁଡ଼ି, ଇଏ କ'ଣ ଅନର୍ଥ କରିଦେଲ? ସେ ଡ୍ରେସ୍ ମୋ ମାର ନୁହଁ, ସେସବୁ ଯାଦୁର ଡ୍ରେସ୍। ଏମିତି ସୋନାଲି ଲତାକୁ ପରୀର ସବୁ ଘଟଣା ଜଣେଇଲା। ସବୁ ସତ କଥା ଜାଣି ଲତା ତା ଭୁଲ ବୁଝିପାରିଲା। ସୋନାଲି, ମୋ ଝିଅ ମୋତେ କ୍ଷମା କରିଦେ। ମୁଁ ତୋ ଉପରେ ବହୁତ ଅତ୍ୟାଚାର କରିଛି। ତୁ ଜାଣିଥିଲୁ ମୁଁ ଆଉ ରାନୀ ବହୁତ ଲୋଭୀ। ଆମର ଭଲ ପାଇଁ ହିଁ ତୁ ସେ ଯାଦୁର ଡ୍ରେସ୍ ଆମକୁ ଦେଉନଥିଲୁ। ମୋତେ କ୍ଷମା କରିଦେ ଝିଅ। ମୁଁ ଲୋଭରେ ଅନ୍ଧ ହେଇଯାଇଥିଲି। ମୁଁ ତୋର ଭଲ ଗୁଣ ଦେଖିପାରିଲିନି। ଆଜିଠୁ ତୁ ବି ମୋର ଗୋଟେ ଝିଅ। ମୁଁ ତୋତେ କଥା ଦେଉଛି ମା, ଆଜିଠାରୁ ମୁଁ ତୋର କେଉଁଥିରେ ବି ଅଭାବ ରଖିବିନି। ଲତା ଯେମିତି ଏକଥା କହିଛି, ରାନୀର ଦେହ ଆଉ କୁଣ୍ଡେଇ ହେଲାନି। ସେ ପୁରା ଠିକ୍ ହେଇଗଲା। ପରୀର ଯାଦୁର ଡ୍ରେସ୍ ପାଇଁ ଲତା ଆଉ ରାନୀ ପୁରା ବଦଳିଗଲେ। ସେବେଠାରୁ ଲତା ସୋନାଲିର ଖୁବ୍ ଯତ୍ନ ନେଉଥିଲା। ତାର ସବୁ ଇଚ୍ଛା ପୁରା କରୁଥିଲା। ଏମିତି ସୋନାଲି ଖୁସି ଖୁସି ତା ଖୁଡ଼ି ଆଉ ତା ଭଉଣୀ ରାନୀ ସହ ରହିଲା। ଅନେକ ଦିନ ତଳେ ମାୟାନଗର ନାମରେ ଗୋଟେ ରାଜ୍ୟ ଥିଲା। ରାଜା କୃଷ୍ଣଚନ୍ଦ୍ର ସେଠାରେ ରାଜୁତି କରୁଥିଲେ। ରାଜା ପ୍ରତିଦିନ ସକାଳେ କିଛି ସମୟ ପାଇଁ ରାଜ ଉଦ୍ୟାନରେ ବୁଲୁଥିଲେ। ସବୁଦିନ ଭଳି ସେଦିନ ବି ରାଜା ଜଣେ ସିପାହୀ ସହ ରାଜ ଉଦ୍ୟାନରେ ବୁଲୁଥିଲେ। ହଠାତ୍ ସେ ଦେଖିଲେ ରାଜ ଉଦ୍ୟାନରେ ଥିବା ଏକ ଗଛ ଡାଳରେ ଅଦ୍ଭୁତ ଦେଖାଯାଉଥିବା ଏକ ଛୋଟ ପକ୍ଷୀ ବସିଛି। ଆରେ, ଇଏ କେଉଁ ପ୍ରକାରର ପକ୍ଷୀ? ମୁଁ ତ ଆଗରୁ ଏତେ ଅଦ୍ଭୁତ ପକ୍ଷୀ ଦେଖିନଥିଲି। ଯାଏ ଦେଖେ। ଏମିତି କହି ରାଜା ଯେତେବେଳେ ସେ ପକ୍ଷୀକୁ ଧରିବାକୁ ଗଲେ, ତାଙ୍କ ସିପାହୀ ତାଙ୍କୁ ଅଟକେଇଲା। ମହାରାଜ, ଆପଣ ସେ ପକ୍ଷୀ ପାଖକୁ ଯାଆନ୍ତୁନି। ଏପରି ଅଦ୍ଭୁତ ଦେଖାଯାଉଥିବା ପକ୍ଷୀ ପାଖରୁ ଦୂରେଇ ରହିବା ଭଲ। ଏତେ ଛୋଟ ପକ୍ଷୀ ମୋର କ'ଣ କ୍ଷତି କରିପାରିବ? ରାଜା ସିପାହୀର କଥା ନ ଶୁଣି ପକ୍ଷୀକୁ ଧରିବା ପାଇଁ ଗଛ ପାଖକୁ ଗଲେ। ଯେମିତି ରାଜା ସେ ପକ୍ଷୀକୁ ଧରିବା ପାଇଁ ଚେଷ୍ଟା କଲେ, ହଠାତ୍ ପକ୍ଷୀଟି ଉଡ଼ି ଆସି ରାଜାଙ୍କ ହାତରେ କାମୁଡ଼ିଦେଲା ଆଉ ତୁରନ୍ତ ସେଠାରୁ ଉଡ଼ି ଚାଲିଗଲା। ମୋ ହାତ! ଆରେ, ଇଏ ମୋର କ'ଣ ହେଉଛି? ଏମିତି କହି ରାଜା ସେଠାରେ ବେହୋସ ହେଇ ତଳେ ପଡ଼ିଗଲେ। ପାଖରେ ଥିବା କିଛି ସିପାହୀ ରାଜାଙ୍କ ପାଖକୁ ଦୌଡ଼ି ଆସିଲେ। ସମସ୍ତେ ମିଶି ରାଜାଙ୍କୁ ତାଙ୍କ କକ୍ଷକୁ ନେଇଗଲେ। ରାଜା ଟିକେ ବି ହଲଚଲ ହେଇପାରୁନଥିଲେ। ରାଣୀ ରାଜାଙ୍କର ଏପରି ଦୁର୍ଦ୍ଦଶା ଦେଖି ରାଜ୍ୟର ପ୍ରମୁଖ ବୈଦ୍ୟମାନଙ୍କୁ ରାଜାଙ୍କ ଚିକିତ୍ସା କରିବା ପାଇଁ ଡକେଇଲେ। ହେଲେ କେହି ବି ରାଜାଙ୍କୁ ଠିକ୍ କରିପାରିଲେ ନାହିଁ। ଏମିତି ଦେଖି ରାଣୀ ଦୁଃଖରେ ଭାଙ୍ଗି ପଡ଼ିଲେ। ରାଜକୁମାର ତାଙ୍କ ବାପାଙ୍କୁ ଠିକ୍ କରିବା ପାଇଁ ଦୂର ରାଜ୍ୟରୁ ଜଣେ ବୈଦ୍ୟଙ୍କୁ ସାଙ୍ଗରେ ଆଣିଲେ। ସେ ବୈଦ୍ୟ ରାଜାଙ୍କୁ ଭଲ ଭାବରେ ଦେଖି କହିଲେ, କ୍ଷମା କରିବେ ରାଜକୁମାର, ରାଜାଙ୍କର ଏ ରୋଗ ଦୂର କରିବା ପାଇଁ ମୋ ପାଖରେ କିଛି ଔଷଧ ନାହିଁ। କିନ୍ତୁ ଗୋଟିଏ ଏମିତି ଯାଦୁର ଫୁଲ ଅଛି ଯାହା ରାଜାଙ୍କୁ ଠିକ୍ କରିପାରିବ। ସେ ଯାଦୁର ଫୁଲ କେଉଁଠି ମିଳିବ କୁହନ୍ତୁ? ମୁଁ ଏବେ ସେ ଯାଦୁର ଫୁଲ ଆଣିବି। ରାଜକୁମାର, ଏଠାରୁ ବହୁତ ଦୂରରେ ଗୋଟେ ଯାଦୁର ଜଙ୍ଗଲ ଅଛି। ସେ ଜଙ୍ଗଲ ଭିତରେ ଗୋଟେ ପୋଖରୀ ଅଛି। ସେଇ ପୋଖରୀରେ ସେ ଯାଦୁର ଫୁଲ ଫୁଟେ। ଯାଦୁର ଜଙ୍ଗଲ ଭିତରେ ଅନେକ ଗୁଡ଼ିଏ ହିଂସ୍ର ଜନ୍ତୁ ଅଛନ୍ତି। ସେ ହିଂସ୍ର ଜନ୍ତୁମାନଙ୍କୁ କିଛି କ୍ଷତି ନ ପହଞ୍ଚେଇ
ସେ ଯାଦୁର ଫୁଲ ଆଣିଲେ ଯାଇ ତାହା କାମ ଦେବ। କ'ଣ ତୁମେ ତାହା କରିପାରିବ ରାଜକୁମାର? ନିଶ୍ଚୟ, ମୁଁ ମୋ ବାପାଙ୍କୁ ଠିକ୍ କରିବା ପାଇଁ ସବୁ କିଛି କରିପାରିବି। ଆପଣ ମୋତେ ସେ ଜାଗାକୁ ଯିବା ପାଇଁ ରାସ୍ତା କହିଦିଅନ୍ତୁ। ଏମିତି ରାଜକୁମାର ସେ ଯାଦୁର ଜଙ୍ଗଲକୁ ଯିବା ପାଇଁ ବାହାରି ପଡ଼ିଲେ। ରାସ୍ତାରେ ସେ ଗୋଟିଏ ଗୁମ୍ଫା ଦେଖିଲେ। ରାଜକୁମାର ବହୁତ ଥକି ଯାଇଥିଲେ। ସେ ବିଶ୍ରାମ କରିବା ପାଇଁ ଗୁମ୍ଫା ଭିତରକୁ ଚାଲିଗଲେ। କିଛି ସମୟ ସେଠାରେ ବସିଛନ୍ତି କି ନାହିଁ, ହଠାତ୍ ସେ ଗୋଟିଏ କାନ୍ଦିବାର ଶବ୍ଦ ଶୁଣିଲେ। ରାଜକୁମାର ଗୁମ୍ଫାରୁ ବାହାରି ଶବ୍ଦ ଶୁଭୁଥିବା ଦିଗକୁ ଗଲେ। କିଛି ଦୂର ଗଲା ପରେ ରାଜକୁମାର ଦେଖିଲେ ଗୋଟିଏ ଗଛ ଡାଳରେ ଏକ ପରୀ ପିଞ୍ଜରା ଭିତରେ ଅଛି। ରାଜକୁମାର ସେ ପରୀ ପାଖକୁ ଗଲେ। ତୁମେ କିଏ? ଏଠାରେ ଏମିତି ବନ୍ଦୀ କରି ତୁମକୁ କିଏ ରଖିଛି? ପରୀ କିଛି କଥା ନ କହି କାନ୍ଦିବାକୁ ଲାଗିଲା। ରାଜକୁମାର ପୁଣି କହିଲେ, ତୁମର କ'ଣ ହେଇଛି ମୋତେ କୁହ। ମୋ ଦ୍ୱାରା ସମ୍ଭବ ହେଲେ ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। ମୁଁ ଏ ଜଙ୍ଗଲର ପରୀ। ମୋତେ ଗୋଟିଏ ଦୁଷ୍ଟ ରାକ୍ଷସୀ ଏ ପିଞ୍ଜରାରେ ବନ୍ଦୀ କରି ରଖିଛି। ସେ ଦୁଷ୍ଟ ରାକ୍ଷସୀ କେମିତି ମରିବ ତା ମୁଁ ଜାଣେ। ସେ ତା ମୃତ୍ୟୁର ରହସ୍ୟ ଜାଣିବା ପାଇଁ ହିଁ ମୋତେ ଏଠାରେ ରଖିଛି। ମୁଁ ଆଜି ଯାଏଁ ତାକୁ ତା ମୃତ୍ୟୁର ରହସ୍ୟ କହିନି। ସେଥିପାଇଁ ସେ ମୋତେ ଏଠାରୁ ଯିବାକୁ ଦେଉନି। ଏଠାରୁ କିଛି ଦୂରରେ ଥିବା ଗୁମ୍ଫା ଭିତରେ ଗୋଟିଏ ଖଣ୍ଡା ଅଛି। ସେହି ଖଣ୍ଡାରେ ରାକ୍ଷସୀ ଉପରେ ଆକ୍ରମଣ କଲେ ରାକ୍ଷସୀର ମୃତ୍ୟୁ ଘଟିବ। ହଠାତ୍ ସେତେବେଳେ ରାକ୍ଷସୀ ସେଠାକୁ ଚାଲି ଆସିଲା। ରାଜକୁମାର ଗୋଟିଏ ଗଛ ପଛପଟେ ଲୁଚିଗଲେ। ଏଠାରେ କିଏ ଅଛି? ତୁ କାହା ସାଙ୍ଗରେ କଥା ହେଉଥିଲୁ? ଏଠି ମୋ ଛଡ଼ା ଆଉ କେହି ନାହାନ୍ତି। ନା, ତୁ ମିଛ କହୁଛୁ। ତତେ ମୁଁ ଶେଷ ଥର ପାଇଁ ପଚାରୁଛି, ମୋ ମୃତ୍ୟୁର ରହସ୍ୟ ମୋତେ କହିଦେ, ନହେଲେ ଆଜି ମୁଁ ତତେ ମାରିଦେବି। ରାକ୍ଷସୀ ପରୀ ସହ କଥା ହେବା ସମୟରେ ରାଜକୁମାର ତୁରନ୍ତ ସେ ଗୁମ୍ଫାକୁ ଗଲେ। କିଛି ସମୟ ଖୋଜିଲା ପରେ ରାଜକୁମାର ସେ ଖଣ୍ଡାକୁ ପାଇଗଲେ। ସେ ସେଇ ଖଣ୍ଡା ଧରି ରାକ୍ଷସୀ ପାଖକୁ ଗଲେ। ରାଜକୁମାର ପଛପଟୁ ହିଁ ରାକ୍ଷସୀ ଉପରେ ଆକ୍ରମଣ କଲେ। ତୁରନ୍ତ ରାକ୍ଷସୀର ମୃତ୍ୟୁ ଘଟିଲା। ରାକ୍ଷସୀର ମୃତ୍ୟୁ ହେବା ପରେ ପରୀ ପିଞ୍ଜରାରୁ ବାହାରି ଆସିଲା। ତୁମକୁ ବହୁତ ଧନ୍ୟବାଦ। ଆଜି ତୁମ ପାଇଁ ମୁଁ ଏ ରାକ୍ଷସୀ ପାଖରୁ ମୁକ୍ତ ହେଇପାରିଲି। କିନ୍ତୁ ତୁମେ କିଏ? ଏହି ଭୟଙ୍କର ଜଙ୍ଗଲ ଭିତରକୁ କାହିଁକି ଆସିଛ? ରାଜକୁମାର ପରୀକୁ ସବୁ ଘଟଣା ଜଣାଇଲେ। ସବୁ ଶୁଣି ପରୀ ରାଜକୁମାରକୁ ଏକ ଯାଦୁର ପଥର ଦେଲା ଆଉ କହିଲା, ରାଜକୁମାର, ଏହା ଏକ ଯାଦୁର ପଥର। ଏହି ପଥର ତମକୁ ସେ ଜଙ୍ଗଲ ପାର କରିବାରେ ସାହାଯ୍ୟ କରିବ। ଏମିତି କହି ପରୀ ସେଠାରୁ ଚାଲିଗଲେ। ରାଜକୁମାର ଯାଦୁର ପଥରକୁ ଧରି ସେ ହିଂସ୍ର ଜନ୍ତୁ ରହୁଥିବା ଜଙ୍ଗଲ ଭିତରକୁ ଗଲେ। ଯାଦୁର ପଥର ଯୋଗୁଁ ରାଜକୁମାର ଅଦୃଶ୍ୟ ହେଇଗଲେ। ଜଙ୍ଗଲର ଜନ୍ତୁମାନେ ରାଜକୁମାରଙ୍କୁ ଦେଖିପାରିଲେନି। କିଛି ସମୟ ଖୋଜିଲା ପରେ ରାଜକୁମାର ସେ ପୋଖରୀକୁ ପାଇଗଲେ। ସେ ତୁରନ୍ତ ସେ ପୋଖରୀ ଭିତରକୁ ଯାଇ ଯାଦୁର ଫୁଲକୁ ଆଣିଲେ। ରାଜକୁମାର ସେ ଯାଦୁର ଫୁଲକୁ ଧରି ଶୀଘ୍ର ରାଜମହଲକୁ ଫେରିଲେ। ସେ ସେଇ ଫୁଲକୁ ରାଜାଙ୍କୁ ଶୁଙ୍ଘେଇ ଦେଲେ। କିଛି ସମୟରେ ହିଁ ରାଜାଙ୍କର ହୋସ ଆସିଗଲା। ରାଜାଙ୍କୁ ଠିକ୍ ହେବାର ଦେଖି ରାଣୀ ଆଉ ରାଜକୁମାର ଖୁବ୍ ଖୁସି ହେଇଗଲେ। ମୁଁ କେବେ ବି ଭାବିନଥିଲି ସେ ଛୋଟ ଚଢ଼େଇ ପାଇଁ ମୁଁ ଏତେ କଷ୍ଟ ପାଇବି। କେବେ ବି କୌଣସି ଜିନିଷକୁ ଛୋଟ ଭାବି ତାର ଅବହେଳା କରିବା ଠିକ୍ ନୁହଁ। କେତେବେଳେ ଯେ କ'ଣ ହେଇଯିବ ତାହା କିଏ କହିପାରିବ? ତି ମୋ ଦୁଇ କୁକୁଡ଼ା କୁଆଡ଼େ ଗଲ? ନିଅ କିଛି ଧାନ ଖାଇ ଅଣ୍ଡା ଦିଅ। ବୁଢ଼ୀର ପାଟି ଶୁଣି ସେ ପାଳିଥିବା ଦୁଇ କୁକୁଡ଼ା ତା ପାଖକୁ ଆସିଲେ। ସେ ଦୁଇ କୁକୁଡ଼ା ମଣିଷମାନଙ୍କ ପରି କଥା କହିପାରୁଥିଲେ। ବୁଢ଼ୀ ମା, ଆମେ ଆସିଗଲୁ। ସବୁଦିନ ଖାଲି ଧାନ ଖାଇବାକୁ ଦେଉଛ। ମଝିରେ ମଝିରେ ଗରମ ଗରମ ଭାତ ନହେଲେ ଚାଉଳ ତ ଖାଇବାକୁ ଦିଅ। ହଁ, ଠିକ୍ କଥା। ଆମକୁ ଆଉ ଧାନ ଖାଇବାକୁ ଭଲ ଲାଗୁନି। କ'ଣ କରିବି କହ? ତମମାନଙ୍କୁ ଦେବା ପାଇଁ ମୋ ପାଖରେ ତ କିଛି ବି ନାହିଁ। ସବୁଦିନ ମୁଁ ଲୋକମାନଙ୍କ ବିଲକୁ ଯାଏ। ଯାହା ବି ଧାନ ପାଏ ତମମାନଙ୍କ ପାଇଁ ଆଣେ। ଗରମ ଭାତ ମୁଁ ନିଜେ ଖାଇବାକୁ ପାଉନି। ତମମାନଙ୍କୁ କେମିତି ଦେବି? ଲୋକମାନେ ମୋତେ ଯେଉଁ ଥଣ୍ଡା ଆଉ ବାସି ଭାତ ଦିଅନ୍ତି, ମୁଁ ସେ ଭାତ ସହ ତମମାନଙ୍କ ଅଣ୍ଡାକୁ ସିଝେଇକି ଖାଏ।
ହଉ ହଉ ବୁଢ଼ୀମା, ତୁ ଆଉ ମନ ଦୁଃଖ କରନି, ଆମେ ବୁଝିଗଲୁ। ଦେ ସେ ଧାନ ଆମେ ଖାଇବୁ। ଗୋଟିଏ ଗାଁର ଶେଷ ମୁଣ୍ଡରେ ଏକ ଭଙ୍ଗା ଚାଳ ଘରେ ସେ ବୁଢ଼ୀ ରହୁଥିଲା। ନିଜର କହିଲେ ତାର ଏ ଦୁନିଆରେ କେହି ନଥିଲେ। ବୁଢ଼ୀ ପାଳିଥିବା ସେ 2 କୁକୁଡ଼ା ତାକୁ ପ୍ରତିଦିନ ଗୋଟିଏ ଗୋଟିଏ ଅଣ୍ଡା ଦେଉଥିଲେ। ବୁଢ଼ୀ ଲୋକଙ୍କ ପାଖରୁ ପାଉଥିବା ଭାତ ସହ ସେ ଅଣ୍ଡା ଗୁଡ଼ିକୁ ସିଝେଇକି ଖାଉଥିଲା। ଏମିତି ଦୁଃଖେ ସୁଖେ ବୁଢ଼ୀର ଜୀବନ ବିତୁଥିଲା। ହେଲେ ହଠାତ୍ ଦିନେ ସେ ଗାଁରେ ରହୁଥିବା ଗୋଟିଏ ଦୁଷ୍ଟ ସ୍ତ୍ରୀ ଲୋକ ଲତାର ନଜର ବୁଢ଼ୀର ସେ 2 କୁକୁଡ଼ାଙ୍କ ଉପରେ ପଡ଼ିଗଲା। ଆରେ ବାଃ, ଏ 2ଟା କୁକୁଡ଼ା କେତେ ସୁନ୍ଦର ହେଇଛନ୍ତି। ଗାଁର ଏତେ ଲୋକଙ୍କ ଘରୁ କୁକୁଡ଼ା ଚୋରି କରି ଖାଇଛି, ହେଲେ ଏମାନଙ୍କୁ ତ ଆଗରୁ ଦେଖିନି। ସେ ଯାହା ହେଉ, ମୁଁ ଏବେ ଏଇ କୁକୁଡ଼ାମାନଙ୍କୁ ଚୋରି କରି ଖାଇବି। ଏମିତି ଚିନ୍ତା କରି ଲତା ସବୁ ସମୟରେ ବୁଢ଼ୀର ଘର ଉପରେ ନଜର ରଖିଲା। ଦିନେ ବୁଢ଼ୀ କୁକୁଡ଼ାମାନଙ୍କ ପାଇଁ ଧାନ ଖୋଜିବାକୁ ଯିବା ସମୟରେ ଲତା ସେ ବୁଢ଼ୀର ଘରକୁ ଗଲା। ଆଖପାଖରେ ତ କେହି ଦେଖାଯାଉନାହାନ୍ତି, ବଢ଼ିଆ ସୁଯୋଗ ଏଇ କୁକୁଡ଼ା 2ଟାକୁ ଚୋରି କରିବା ପାଇଁ। ଏମିତି କହି ସେ ଧୀରେ ଧୀରେ କୁକୁଡ଼ାଙ୍କ ପାଖକୁ ଗଲା ଆଉ ତାଙ୍କୁ ଧରି ତା ଘରକୁ ନେଇଗଲା। ଆରେ ଲତା ଚୋରଣୀ, ତୁ ଆମକୁ କଣ ପାଇଁ ଆଣିଲୁ? ଛାଡ଼ିଦେ ଆମକୁ। ଆରେ ଏ କୁକୁଡ଼ା କଣ ମଣିଷ ମାନଙ୍କ ପରି କଥା କହୁଛନ୍ତି? ଇଏ କି ଚମତ୍କାର! ଚୋରଣୀ କୋଉଠିକାର? ତୁ କଣ ପାଇଁ ଆମକୁ ବୁଢ଼ୀମା ଘରୁ ଚୋରି କରି ଆଣିଛୁ କହ? ଚୁପ୍ କର, ବେଶୀ ବକ୍ ବକ୍ କରନି, ନହେଲେ ଏବେ ହିଁ ତ ବେକ ମୋଡ଼ିଦେବି, ବୁଝିଲୁ? ମୁଁ ଏବେ ଏମାନଙ୍କୁ ଆଉ ଖାଇବିନି। ଏ କଥା କୁହା କୁକୁଡ଼ାଙ୍କୁ ଯଦି ମୁଁ ବଜାରରେ ବିକ୍ରି କରିବି, ମୁଁ ବହୁତ ଟଙ୍କା ପାଇବି। ଏମିତି ଚିନ୍ତା କରି ଲତା ସେ 2 କୁକୁଡ଼ାଙ୍କୁ ଗୋଟେ ପିଞ୍ଜରା ଭିତରେ ରଖିଦେଲା। ସେପଟେ ବୁଢ଼ୀ ତା ଘରକୁ ଫେରି 2 କୁକୁଡ଼ାଙ୍କୁ ଡାକିଲା। ଆରେ ମୋର 2 କୁକୁଡ଼ା କୁଆଡ଼େ ଗଲେ? କିଏ ସେମାନଙ୍କୁ ଧରି ଖାଇଦେଇନି ତ? ଏମିତି ଭାବି ଭାବି ବୁଢ଼ୀ କାନ୍ଦିବାକୁ ଲାଗିଲା। ବୁଢ଼ୀର ପାଟି ଶୁଣି ଲତା ସେଠାକୁ ଚାଲି ଆସିଲା ଆଉ ମିଛ ନାଟକ କରି କହିଲା, ଆରେ ଆରେ ବୁଢ଼ୀମା, ତୁମେ କାନ୍ଦୁଛ କଣ ପାଇଁ? କଣ ହେଇଛି ତୁମର? କଣ ତତେ କହିବି ଝିଅ, ମୋ ଛୁଆ ପରି ମୁଁ 2ଟା କୁକୁଡ଼ା ପାଳିଥିଲି। ଆଜି ମୁଁ ମୋ କୁକୁଡ଼ାଙ୍କୁ ପାଉନି। କିଏ ବୋଧେ ମୋ କୁକୁଡ଼ାମାନଙ୍କୁ ନେଇଯାଇଛି। ଏବେ କଣ ଯେ କରିବି କିଛି ବୁଝିପାରୁନି। ମୋ କୁକୁଡ଼ାମାନେ ପ୍ରତିଦିନ ଅଣ୍ଡା ଦେଉଥିଲେ। ଆଚ୍ଛା ଆଚ୍ଛା ବୁଢ଼ୀମା, ତୁ ତାହେଲେ ସବୁଦିନ କୁକୁଡ଼ା ଅଣ୍ଡା ଖାଉଥିଲୁ। ତୋର ଅଣ୍ଡା ଖାଇବାକୁ ଯଦି ଏତେ ଇଚ୍ଛା, ତୁ ଅଣ୍ଡା ଚାଷ କର, ତତେ ସବୁଦିନ ଅଣ୍ଡା ଖାଇବାକୁ ମିଳିବ। ଏମିତି ଲତା ବୁଢ଼ୀର ମଜା ଉଡ଼େଇ ବହୁତ ହସିଲା ଆଉ ସେଠାରୁ ଚାଲିଗଲା। ସେତେବେଳେ ଗୋଟେ ଛୋଟ ଚଢ଼େଇ ସେ ରାସ୍ତାରେ ଯାଉଥିଲା। ସେ ବୁଢ଼ୀ ଆଉ ଲତାର କଥା ଶୁଣୁଥିଲା। ସେ ବୁଢ଼ୀ ପାଖକୁ ଗଲା। ବୁଢ଼ୀମା, ତୁମେ କାନ୍ଦୁଛ କଣ ପାଇଁ? ଆଉ ଏ ଦୁଷ୍ଟ ସ୍ତ୍ରୀ ଲୋକ ତମକୁ କଣ କହୁଥିଲା? ଟିକି ଚଢ଼େଇ, ମୁଁ ପାଳିଥିବା 2ଟି କୁକୁଡ଼ାକୁ କିଏ ଚୋରି କରି ନେଇଯାଇଛି। ମୁଁ ମୋ କୁକୁଡ଼ାଙ୍କୁ ହରେଇ କାନ୍ଦୁଥିବା ବେଳେ ଏ ଲତା ମୋର ମଜା ଉଡ଼େଇ ମୋତେ ଅଣ୍ଡା ଚାଷ କରିବାକୁ କହିଲା। ଏ ଦୁଷ୍ଟ ସ୍ତ୍ରୀ ଲୋକଟି ତୁମକୁ ଏମିତି କହିଲା? ଠିକ୍ ଅଛି ବୁଢ଼ୀମା, ତୁମେ ସତ ସତିକା ଅଣ୍ଡା ଚାଷ କର। କିରେ ଟିକି ଚଢ଼େଇ, ତୁ ବି ସେ ଲତା ଭଳି ମୋର ମଜା ଉଡ଼ଉଛୁ? ନା ନା ବୁଢ଼ୀମା, ମୁଁ ତୁମର ମଜା ଉଡ଼ଉନି। ତୁମ ପାଖରେ ଥିବା ଅଣ୍ଡାକୁ ତୁମେ ମାଟିରେ ପୋତି ଦିଅ, ତାପରେ ଯାହା କରିବା କଥା ମୁଁ କରିବି। ମୋ ଉପରେ ବିଶ୍ୱାସ ରଖ। ଏମିତି କହି ଟିକି ଚଢ଼େଇ ଜଙ୍ଗଲ ଭିତରକୁ ଗଲା ଆଉ ସେପଟେ ବୁଢ଼ୀ ତାର 2ଟି ଅଣ୍ଡାକୁ ମାଟିରେ ପୋତିଦେଲା। ଜଙ୍ଗଲ ମଝିରେ ଗୋଟି ଫୁଲର ପରି ରହୁଥିଲା। ସେ ଜଙ୍ଗଲରେ ଥିବା ସବୁ ଫୁଲ ଫଳ ଗଛର ଯତ୍ନ ନେଉଥିଲା। ଟିକି ଚଢ଼େଇ ଫୁଲ ପରି ପାଖକୁ ଗଲା। ଆରେ ଟିକି ଚଢ଼େଇ, ତୁ ଆଜି ମୋ ପାଖକୁ କେମିତି ଆସିଲୁ? ତୁ ବହୁତ ଚିନ୍ତାରେ ଥିଲା ଭଳି ଜଣାପଡ଼ୁଛୁ। କଣ ହେଇଛି ତୋର କହ? ଫୁଲ ପରି ପାଖ ଗାଁରେ ଗୋଟେ ବୁଢ଼ୀମା ରୁହେ। ସେ ବହୁତ ଭଲ। ମୁଁ ଯେବେ ବି ତା ଘରକୁ ଯାଏ, ସେ ମତେ କିଛି ନା କିଛି ଖାଇବାକୁ ଦିଏ। ବୁଢ଼ୀମା 2ଟି କୁକୁଡ଼ା ରଖିଥିଲା। ସେ ପ୍ରତିଦିନ କୁକୁଡ଼ା ଅଣ୍ଡା ସିଝେଇକି ଖାଏ। ହେଲେ ଆଜି ବୁଢ଼ୀମାର ସେ 2ଟି କୁକୁଡ଼ାକୁ କିଏ ଚୋରି କରି ନେଇଯାଇଛି। ମୁଁ ବୁଢ଼ୀମାକୁ କହିଲି ଘରେ ଥିବା ସେ 2ଟି ଅଣ୍ଡାରେ ଚାଷ କରିବାକୁ। ଆରେ ଟିକି ଚଢ଼େଇ, ତୁ କେତେ ବୋକା! ଅଣ୍ଡା ଚାଷ କିଏ କରେ? ଅଣ୍ଡା କଣ ଗଛରେ ଫଳେ? ଏଇଟା ଅସମ୍ଭବ। ମୁଁ ଜାଣିଛି ଏଇଟା ଅସମ୍ଭବ, ହେଲେ ମୁଁ ଏକଥା ବି ଜାଣିଛି ତୁମେ ସବୁ ଅସମ୍ଭବକୁ ସମ୍ଭବ କରିପାରିବ। ଏତେ ଶକ୍ତି ମୋ ପାଖରେ ନାହିଁ ଟିକି ଚଢ଼େଇ। ଫୁଲ ପରି ତୁମେ ଥରେ ମୋ ସାଙ୍ଗରେ ଆସ,
ତୁମେ ସେ ବୁଢ଼ୀମାକୁ ଦେଖିଲେ ତାର ଦୁଃଖ କଷ୍ଟ ତୁମେ ବୁଝିପାରିବ। ଓହୋ, ତତେ ଆଉ ବୁଝେଇ ହେବନି, ଚାଲ ସେ ବୁଢ଼ୀ ପାଖକୁ ଯିବା। ଏମିତି କହି ଟିକି ଚଢ଼େଇ ଆଉ ଫୁଲ ପରି ସେ ବୁଢ଼ୀ ପାଖକୁ ଗଲେ। ବୁଢ଼ୀ ମନ ଦୁଃଖରେ କାନ୍ଦୁଥିଲା। ତା ପାଖରେ ଅଳ୍ପ କିଛି ଭାତ ଥିଲା। ବୁଢ଼ୀ ସେ ଭାତକୁ ଦେଖି ତା କୁକୁଡ଼ାମାନଙ୍କୁ ମନେ ପକାଇ କାନ୍ଦୁଥିଲା। ମୋ ଦୁଇ କୁକୁଡ଼ା କୁଆଡ଼େ ଚାଲିଗଲ? ତମମାନଙ୍କ ସହ କଥା ହେଇ ମୋର ସମୟ ବିତୁଥିଲା। ତମମାନଙ୍କ ଅଣ୍ଡା ଖାଇ ମୁଁ ବଞ୍ଚିଥିଲି। ଏବେ ମୁଁ ତମମାନଙ୍କୁ କୋଉଠି ଖୋଜିବି? ଫେରି ଆସ ମୋ ଦୁଇ କୁକୁଡ଼ା। ବୁଢ଼ୀର ଦୁଃଖ ଦେଖି ଫୁଲପରି ମନରେ ଦୟା ଆସିଲା। ସେ ବାହାରକୁ ଆସି ବୁଢ଼ୀ ପୋତିଥିବା ଅଣ୍ଡା ଦୁଇଟିକୁ ଦେଖିଲା। ଏ ବୁଢ଼ୀ ଲୋକଟି କେତେ କଷ୍ଟରେ ଅଛି। ମୋ ଦ୍ୱାରା ଯଦି ସମ୍ଭବ ହୁଅନ୍ତା ମୁଁ ଏ ବୁଢ଼ୀକୁ ଗୋଟେ ଅଣ୍ଡା ଗଛ ଦିଅନ୍ତି। ଫୁଲପରିର ଏପରି କହିବା ପରେ ପରେ ହିଁ ହଠାତ୍ ସେ ଅଣ୍ଡାରୁ ଗୋଟେ ଗଛ ବାହାରିଲା। ଆଉ ସେ ଗଛରେ ଅଣ୍ଡା ଫଳିଲା। ଆରେ ଇଏ କି ଚମତ୍କାର! ଦେଖନ୍ତୁ ଫୁଲପରି, ତୁମ କଥା ସରୁ ସରୁ ଗୋଟେ ଅଣ୍ଡା ଗଛ ବାହାରିଛି। ମୁଁ ଯାଉଛି ଏକଥା ବୁଢ଼ୀମାକୁ କହିବି। ବୁଢ଼ୀମା, ମୁଁ ତୁମକୁ ତୁମ କୁକୁଡ଼ା ତ ଫେରେଇ ପାରିବିନି, ହେଲେ ତୁମ ଖାଇବାର ବ୍ୟବସ୍ଥା ମୁଁ କରିଦେଇଛି। ଆସ ମୋ ସାଙ୍ଗରେ। ଏଇ ଦେଖ ବୁଢ଼ୀମା, ମୋ ସାଙ୍ଗରେ ଫୁଲପରି ଆସିଛନ୍ତି। ସେ ତୁମ ପାଇଁ ଅଣ୍ଡା ଗଛ ବି କରିଦେଇଛନ୍ତି। ଏବେ ତୁମେ ସବୁଦିନ ଅଣ୍ଡା ଖାଇବ, ଆଉ ବଳକା ଅଣ୍ଡା ବଜାରରେ ବିକ୍ରି ବି କରିପାରିବ। ବୁଢ଼ୀ ଫୁଲପରି ଆଉ ଟିକି ଚଢ଼େଇକୁ ଧନ୍ୟବାଦ ଜଣାଇଲା। ସେଦିନଠାରୁ ବୁଢ଼ୀ ପ୍ରତିଦିନ ଅଣ୍ଡା ପାଇଲା। କିଛି ଅଣ୍ଡା ବଜାରରେ ବିକ୍ରି କଲା। ଆଉ ସେ ଟଙ୍କାରେ ବୁଢ଼ୀ ଭଲ ଭଲ ଖାଇବା ଆଣି ଖାଇଲା। ଏମିତି ଦିନେ ଲତା ବୁଢ଼ୀକୁ ଦେଖିଲା। ବୁଢ଼ୀ କିଛି ମାଛ ଧରି ତା ଘରକୁ ଯାଉଥିଲା। ଆରେ କାଲି ଯାଇ ବୁଢ଼ୀ କିଛି ଖାଇବାକୁ ପାଉନଥିଲା, ହେଲେ ଆଜି ଏତେ ଭଲ ଭଲ ଖାଇବା ଖାଉଛି। ଇଏ ଏତେ ଟଙ୍କା କୋଉଠୁ ପାଇଲା? ଏମିତି ଚିନ୍ତା କରି ଲତା ବୁଢ଼ୀର ପଛେ ପଛେ ତା ଘରକୁ ଗଲା। ବୁଢ଼ୀ ଘରେ ସେ ଅଣ୍ଡା ଗଛକୁ ଦେଖି ଲତା ବହୁତ ଆଶ୍ଚର୍ଯ୍ୟ ହେଇଗଲା। ଆରେ ଏଇଟା କଣ ଗୋଟେ ଅଣ୍ଡା ଗଛ? ଏ ବୁଢ଼ୀ ଏ ଅଣ୍ଡା ଗଛ କୋଉଠୁ ପାଇଲା? ଏବେ ବୁଝିଲି ସେ ଏତେ ଟଙ୍କା କୋଉଠୁ ପାଉଛି। ମୁଁ ଏ ବୁଢ଼ୀ ପାଖରୁ ଏ ଅଣ୍ଡା ଗଛକୁ ଚୋରି କରି ନେଇଯିବି, ଯେମିତି ମୁଁ ତାର କୁକୁଡ଼ା ନେଇଥିଲି। ଏମିତି ଚିନ୍ତା କରି ଲତା ସେଠାରୁ ଚାଲିଗଲା। ରାତି ହେବା ପରେ ସେ ବୁଢ଼ୀର ଘରକୁ ଆସିଲା। ଆଉ ସେ ଅଣ୍ଡା ଗଛକୁ ଓପାଡ଼ି ତା ସାଙ୍ଗରେ ନେଇଯିବାକୁ ଚେଷ୍ଟା କଲା, ହେଲେ ତାର ହାତ ସେ ଅଣ୍ଡା ଗଛରେ ଅଟକିଗଲା। ଆରେ ଇଏ କଣ ହେଲା? ମୋ ହାତ ଏ ଅଣ୍ଡା ଗଛରେ କେମିତି ଲାଗିଗଲା? ଏବେ ମୁଁ କଣ କରିବି? ଲତା ଯେତେ ଚେଷ୍ଟା କଲେ ବି ଅଣ୍ଡା ଗଛରୁ ତା ହାତ ବାହାର କରିପାରିଲାନି। ଏମିତି ସକାଳ ହେଇଗଲା। ବୁଢ଼ୀ ତା ଘରୁ ବାହାରି ଦେଖିଲା ଲତା ତା ଅଣ୍ଡା ଗଛ ପାଖରେ ଛିଡ଼ା ହେଇଛି। ଏ କଣ ଲତା, ତୁ ମୋ ଅଣ୍ଡା ଗଛକୁ କାହିଁକି ଧରିଛୁ? ତୁ କଣ ମୋ ଅଣ୍ଡା ଗଛ ଚୋରି କରିବାକୁ ଆସିଛୁ? ବୁଢ଼ୀ ମା, ମତେ ବଞ୍ଚାଅ, କିଛି ଗୋଟେ କର। ମୁଁ ଏ ଅଣ୍ଡା ଗଛରେ ମୋ ହାତ ବାହାର କରିପାରୁନି। ସେତେବେଳେ ହସି ହସି ଟିକି ଚଢ଼େଇ ସେଠାରେ ପହଞ୍ଚିଗଲା। ମୁଁ ଜାଣିଥିଲି ତୋ ଭଳି ଦୁଷ୍ଟ ଲୋକ ଏ ଅଣ୍ଡା ଗଛକୁ ଚୋରି କରିବା ପାଇଁ ନିଶ୍ଚୟ ଆସିବ। ଏ ଗଛ ସାଧାରଣ ଗଛ ନୁହଁ, ଫୁଲପରିର ଶକ୍ତିରେ ଏ ଗଛ ହେଇଛି। ତୁ ଏ ଗଛକୁ କେବେ ବି ଏଠାରୁ ନେଇପାରିବୁନି। ତୋ ସହ ଯାହା ହେଇଛି ଠିକ ହେଇଛି। ମତେ ବଞ୍ଚା ଟିକି ଚଢ଼େଇ, ନହେଲେ ମୁଁ ସବୁଦିନ ଏମିତି ଗଛ ସହ ଲାଗି ରହିଥିବି। ତୋ ହାତ ସେତେବେଳେ ଛାଡ଼ିବ ତୁ ଯେତେବେଳେ ତୋର ସବୁ ଭୁଲ ମାନିବୁ। ଏବେ କହ, ତୁ ବୁଢ଼ୀ ମାର ଆଉ କଣ କଣ ସବୁ କ୍ଷତି କରିଛୁ? ମୋ ବୁଢ଼ୀ ମାର ଦୁଇଟି କୁକୁଡ଼ାକୁ ଚୋରି କରି ନେଇ ମୁଁ ଘରେ ରଖିଛି। ମୁଁ ପ୍ରଥମେ ସେ କୁକୁଡ଼ାଙ୍କୁ ଖାଇବି ବୋଲି ଭାବିଥିଲି, ହେଲେ ସେ ଦୁଇ କୁକୁଡ଼ାଙ୍କ କଥା କହୁଥିବାର ଦେଖି ମୁଁ ସେମାନଙ୍କୁ ବଜାରରେ ବିକ୍ରି କରିବା ପାଇଁ ମୁଁ ଘରେ ରଖିଛି। ଛି ଲତା, ତୁ ମୋର ଏତେ ବଡ଼ କ୍ଷତି କେମିତି କରିପାରିଲୁ? ମୋ ପାଖରେ ତ କିଛି ବି ନାହିଁ। ମୁଁ ସେ ଦୁଇ କୁକୁଡ଼ାଙ୍କ ପାଇଁ ହିଁ ବଞ୍ଚିଥିଲି। ତୁ ସେ ଦୁଇ କୁକୁଡ଼ାଙ୍କୁ ବିକି କେତେ ଦିନ ଚଳିଥାନ୍ତୁ? ଦେଖିଲୁ ତ ଲତା, ତୋ ଭଳି ଦୁଷ୍ଟ ଲୋକଙ୍କ ପାଇଁ ଅସହାୟ ଦୁଃଖୀ ଲୋକମାନେ କେତେ କଷ୍ଟ ପାଇଥାନ୍ତି। ମୋର ଭୁଲ ହେଇଗଲା, ମତେ କ୍ଷମା କରିଦିଅ। ମୁଁ ସତ କହୁଛି, ମୁଁ ଆଉ ଏଭଳି ଭୁଲ କେବେ ବି କରିବିନି। ଏମିତି କହି ଲତା କାନ୍ଦିବାକୁ ଲାଗିଲା। ବୁଢ଼ୀ ତାକୁ କ୍ଷମା କରିଦେଲା। ତା ପରେ ପରେ ସେ ଅଣ୍ଡା ଗଛ ଲତାର ହାତକୁ ଛାଡ଼ିଦେଲା। ଲତା ବୁଢ଼ୀର ଦୁଇ କୁକୁଡ଼ାକୁ ଫେରେଇ ଦେଲା। ଏମିତି ବୁଢ଼ୀ ସେ ଦୁଇ କୁକୁଡ଼ା ଆଉ ତାର ଅଣ୍ଡା ଗଛ ସହ ଖୁସିରେ ରହିଲା।